महर्षि वाल्मीकि लिखुଛନ୍ତି सहिदेव रुधिर्नस्य रावणस्य वधार्थिवी अर्थित मानुष लोके यज्ञ विष्णु सनातन विष्णुଙ୍କର ବିଭିନ୍ନ ଫର୍ମ ଅଛି ଇଣ୍ଟରନାଲ ଏଟର୍ନାଲ ଏକ୍ସଟର୍ନାଲ ତ ଏଇ ସନାତନ ମାନେ ଏଟର୍ନାଲ ଶାଶ୍ୱତ ଚିରନ୍ତନ ପୁଣି ଆଉ ଲେଖିଛନ୍ତି ଡିମ୍ 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 କତ ଡିମ୍ବ ଡିମ୍ବ ଡମ୍ବର ଉପାଣ ସଦା ଦସ୍ୟା वै ଫୁମ୍ 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 କତ ସର୍ପଜାଲ ହୃଦୟମ୍ ଘଂ ଘଂ ଚ ଘଣ୍ଟାର୍ଣବମ୍ ବମ୍ 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 କତ ବମ୍ ବମ୍ ବବହନମ୍ କାରୁଣ୍ୟଂ ପୁଣ୍ୟାତ୍ ପରଂ ଭମ୍ ଭମ୍ ଭଂ କତ ଭମ୍ ଭମ୍ ବନୟନମ୍ ଗାୟେତ୍ ଶିବଂ ଶଙ୍କରମ୍ ସେଥିରେ ଗୋଟେ ସୁନ୍ଦର ଯୁଦ୍ଧ ବୃତ୍ତାନ୍ତ ଆସେ ରଘୁନାଥ କହୁଛନ୍ତି ଲକ୍ଷ୍ମଣକୁ ଯେ ଲକ୍ଷ୍ମଣ ହନୁମାନର ଯୁଦ୍ଧ କେତେ ନିରୋଳା ଯୁଦ୍ଧ ଦେଖେ ଲକ୍ଷ୍ମଣଜୀ କହୁଛନ୍ତି କଣ ନା ହାତୀ ନୋଷ ହାତୀ ମାରେ ଘୋଡ଼ ନୋଷ ଘୋଡ଼ ଘୋରେ ରଥ ନିଶ ରଥ ବିଦାର ନବଲବାନ କି ବାର ବାର ସେବକ ସରାହନା କରତ ରାମ ଦେଖ ଦେଖ ଲକ୍ଷଣ ଲରଣୀ ହନୁମାନ କି ରାବଣ ନେବ ଚୋରାଇ ଜାଣିଛ ଗୋ ପ୍ରିୟ ସହି ଅଗ୍ନିରେ ଲୁଚାଅ ଏବେ ନିଜର କାୟା ମାନେ ଦେଖନ୍ତୁ ଯେ ଆହ୍ଲାଦିନୀ ଶକ୍ତି ତାଙ୍କୁ କଣ ରାବଣ ହରଣ କରିକି ନେଇପାରିବ ତାପରେ ସିଏ ଯୋଉଠି ଗଲେ ସେ କଲ୍ୟାଣ ହେଇଯିବ ଏଇ ଜାଗାର ତେଣୁ ମା ଯଦି ଲଙ୍କାକୁ ଯାଇଥାନ୍ତା ଲଙ୍କା କଣ ଧ୍ୱଂସ ହେଇଥାନ୍ତା ଧ୍ୱଂସ ପରିବର୍ତ୍ତନ କଲ୍ୟାଣ ହେଇଥାନ୍ତା ଲଙ୍କାରେ ଆଉ ଭଗବାନଙ୍କର କଣ୍ଠସ୍ୱରଟା କୋଉ ଭଳିଆ ନା ମୃତକ ଜିଆ ବୋଲି ଗିରା ସୁହାଇ ଶ୍ରବଣ ରନ୍ଧ୍ର ପଡ଼ି ଉରଜ ବହାଇ ମାନେ ମୃତକ ପ୍ରାଣୀ ବଞ୍ଚିଲା ଭଳିଆ ତାଙ୍କ ଶବ୍ଦ ୟତ୍ର ୟତ୍ର ରଘୁନାଥ କୀର୍ତ୍ତନମ୍ ତତ୍ର ତତ୍ର କୃତ ମସ୍ତକାଞ୍ଜଳିମ୍ ବାଷ୍ପ ବାରି ପରିପୂର୍ଣ୍ଣ ଲୋଚନମ୍ ମାରୁତି ନମସ୍ତେ ରାକ୍ଷସନ୍ତକମ୍ ଆମେ ଏଠି ରଘୁନାଥଙ୍କ କଥା ହଉଛେ ସେଇଠି କୋଉଠି ନା କୋଉଠି କୋଉ ରୂପରେ ଗୋଟେ ଥିବେ କାନ୍ଥ ଲଙ୍କାର ପ୍ରଜାମାନଙ୍କ ଉପରେ ରାବଣ କେତେ ଅତ୍ୟାଚାର କରେ ସେ ମାନେ ଦେଖ ଯୁଦ୍ଧ ହେଲା ପ୍ରଜା ସଫର ହେଇନାହାନ୍ତି କୁମ୍ଭକର୍ଣ୍ଣ କହିଲେ କଣ ଏ ଲଙ୍କେଶ୍ୱର ଶବଟା ମଝିରେ ଜଳୁଥିବ ଚାରିପଟେ ପୁଅ ନାତି ମାନଙ୍କର ଶବ ଜଳୁଥିବ ସ୍ୱର୍ଗର ଦେବତା ମାନେ ଦେଖିଲେ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ଆସିବ जो पुरुषोत्तम को ओडिया कवि चातुरी रे 12 बेनी पुर सार मोहन पुंस बोली कही जहाँ को ओडिया कवि मदन जार परिचर कामदेव जा किणा चाकर बोली लिखिछंती तांको विषय में कौन बा कथा हवा केते बा कथा हवा मर्यादार सीमा कौन जी हमको शिखई दे जाइछंती पुरुषों मान भितर जी उत्तम सर्वश्रेष्ठ मर्यादा पुरुषोत्तम श्री रामचंद्र विषय आज आमर एक क्षुद्र प्रचेष्टा यही विषय कथा ओडिशार यू भल माने मो सहित माइंड मैच करुवा पिला मत हूँ मिल जी आज अतिथि अच्छा आम सहित अच्छा ओडिशार जड़े उदीयमान ज्ञानी कथाकार चंदन पंडा चंदन कथार्थ को स्वागत सीताराम सीताराम जय जगन्नाथ जय जगन्नाथ आम आज बहुत दिन पर सत कथा कहूँ मो अंतर को खुशी दिला भाया अध्याय आम सुट करुचे पुरुषोत्तम विषय कथा राघव विषय कथा रघुनाथ विषय कथा निजे नयगढ़ तो नयगढ़ राम कल्चर टा विषय संस्कृति विषय आम सब जाने तभी आरंभ करवा राम विषय दुई धाड़ी हो जाओ आगे नवा कथा चित्रकूटालयं रामं इंदिरानंद मंदिरम वंदे च परमानंदम भक्तानाम अभयप्रदम राम किए महर्षि वाल्मीकि लिखुଛନ୍ତି सहिदेव रुधिर्नस्य रावणस्य वधार्थिवी अर्थित मानुष लोके यज्ञ विष्णु सनातन कहबार तात्पर्य कौन ना सहिदेव रुधिर्नस्य देवता मानकर कष्ट को लाघव करने रावण से वधार्थी रावण रूपक आतताई की बद्ध करने यज्ञ विष्णु सनातन सनातन विष्णु विष्णुଙ୍କର विभिन्न फॉर्म अच्छी इंटरनाल एटर्नाल एक्सटर्नाल तो ये सनातन माने एटर्नाल शाश्वत चिरंतन जो आमर पंचरात्र बही गोटे दि जाइए कि ऊपर को जो सब लेवल अच्छी स्वर्ग अच्छी वैकुंठ अच्छी महावैकुंठ अच्छी गोलोक अच्छी तपर रहा साकेत लोक वेदर गोटे मंत्र अच्छी अष्टचक्र नवद्वारा देवानां पुरोध्या तस्य हिरणमय कोश स्वर्गे ज्योतिषा वृत तो अयोध्या जो पुरी एटा भूपृष्ठर पुरी नुहे ये भगवान नित्यधाम साकेत आसी कहीं ना रघुनाथ एठी अवतार हेबे एठी लीला खेला करेंगे तेणु से जो सप्तपुरी आमर अच्छी अयोध्या मथुरा माया काशी कांची अवंतिका पुरी द्वारावती चैव सप्तेति मोक्षदायिनी ता भीतर अयोध्या होची मुंड तेणु श्रेष्ठ पुरी भाव गणित ये तो आम कथा गोटे रामंकर सम्यक उपक्रम राम तत्व कहले कौन बुझ देखु आमे साधारण मनीष आमर सेतिकी सक्षमता नहीं कि तांकु आमे कलिबा कि कल्पना करि परिबा
ତ ଜ୍ଞାନ ଭିତରେ ଜ୍ଞାନୀ ମାନଙ୍କ ଭିତରେ ଅଗ୍ରଗଣ୍ୟ ହଉଛନ୍ତି ସ୍ୱୟଂ ମହାଦେବ। ତ ମହାଦେବ କହୁଛନ୍ତି ପାର୍ବତୀ ମାଙ୍କୁ ବୁଝଉଛନ୍ତି ରାମେ ରାମେତି ରାମେ ରମେ ରାମେ ମନୋରମେ ସହସ୍ର ନାମ ବରାନନେ। ପଦ୍ମ ପୁରାଣରେ ଅଛି ଏ ଶ୍ଲୋକ କି ହେ ପାର୍ବତୀ ଏ ରାମ ନାମଠୁ ବଡ ନାମ ସଂସାରରେ କିଛି ନାହିଁ। ମନୁସ୍ମୃତି ହଉଛି ଆମ ସନାତନ ଧର୍ମର ସମ୍ବିଧାନ। ମନୁସ୍ମୃତିରେ ମନୁଜୀ ମହାରାଜ କହୁଛନ୍ତି 7 କୋଟି ମହାମନ୍ତ୍ର ଚିଦ ବିଭ୍ରମ କାର କହ ଏକ ଏବ ପରମ ମନ୍ତ୍ର ରାମ ଇତି ଅକ୍ଷର ଦ୍ୱୟମ୍। ଏ ଦିଟା ଅକ୍ଷର ରକାର ଆଉ ମକାରକୁ ମିଶିଲା। ଯଦି ଆଉ ଟିକେ ବିଶ୍ଳେଷଣକୁ ଯିବେ, ସୃଷ୍ଟି ଯେତେବେଳେ ଆରମ୍ଭ ହେଲା ଆମେ ଜାଣିଛେ ପ୍ରଥମ ଶବ୍ଦ ହଉଛି ଓମ୍। ତ ଓମ୍ ଟାକୁ ଆମେ ଓଙ୍କାର କହିପାରିବା। ଓମ୍ ଟା କେମିତି ତିଆରି? ଅ ଉ ମ ତିନିଟା ବର୍ଣ୍ଣ ମିଶିଲେ ଓଙ୍କାର ଓମ୍ ହଉଛି। ତ ଓଙ୍କାର କଣ ନା ଅ ଉ ମ କ ଆ ର, ତା ଭିତରୁ ର ଆ ମ ତିନିଟା ଦୀର୍ଘାକ୍ଷର ବାହାରିଲା, ଯାକୁ ନେଇକି ରାମ ଶବ୍ଦ ସୃଷ୍ଟି ହେଲା। ଆଉ ଯୋଉ ରାମ ଆମେ ଭଗବାନଙ୍କୁ କହୁଛେ, ଏ ରାମ ଭଗବାନଙ୍କଠୁ ତାଙ୍କ ନାଁ ର ପାୱାର ହଉଛି ଆହୁରି କେତେ ଅଧିକ। ମାନେ ରାମ ଯୋଉଟା ନ କରିପାରିବେ ସେଟା ରାମଙ୍କ ନାଁ କର। ରାମ ସେ ବଡେ ରାମ କା ନାମ। ଗୋଟେ ଛୋଟିଆ ଏକ୍ସାମ୍ପଲ ଆସେ କି ସିନ୍ଧୁ ଭିତରେ ସମୁଦ୍ର ଭିତରେ ଯେତେବେଳେ ସେତୁ ବନ୍ଧ ବନ୍ଧା ହେଲା, ରଘୁନାଥ କହିଲେ ମୋ ନାଁ ପକେଇକି ବାନର ଭାଲୁ ଯାଇକି ପଥର ପକେଇକି ବାନ୍ଧୁଛନ୍ତି ବନ୍ଧ, ମୁଁ ଟିକେ ପକେଇବି। ଇଏ ପକେଇଲା ବେଳକୁ ବୁଡିଲା। ଆରେ ଆଶ୍ଚର୍ଯ୍ୟ କଥା, ଲୋକ ହସା ହବା କଥା, ମୋ ନାଁରେ ଭାସୁଛି ମୁଁ ପକେଇଲେ ବୁଡୁଛି। ନା ପ୍ରଭୁ ଆପଣଙ୍କଠୁ ଆପଣଙ୍କ ନାଁ ହଉଛି ବଡ। ବାହ, ଇଏ ହଉଛି ରାମଙ୍କ ତତ୍ତ୍ୱ। ଆମେ ଟିକେ ଆରମ୍ଭ କରିବା ଓଡିଆ କବି ଚେତନାରେ, ଓଡିଆ କାବ୍ୟ ପ୍ରାଣରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ। ସବୁଠୁ ଭଲ, ତମେ ତ ନୟାଗଡ ରାମଲୀଳା ଜଗତ ପ୍ରସିଦ୍ଧ, ସେଇ ରାମଲୀଳାରେ ପଦେ ଅଧେ ଆରମ୍ଭ ହଉ, ସେଇଠୁ ଆମେ ସାହିତ୍ୟ ଚର୍ଚ୍ଚା ଆଡକୁ ଯିବା। ମୁଁ ଗୋଟେ ଭଲ ପଦ କହୁଛି। ରଘୁନାଥ ଯେତେବେଳେ ମାନେ ଅରଣ୍ୟ କାଣ୍ଡଟା ହଉଛି ଖୋଦ ରସ ଉପରେ ବର୍ଣ୍ଣିତ। ତ ଯେତେବେଳେ ଭରତ ଯାଇକି ବିଳାପ କରିଛନ୍ତି ରଘୁନାଥଙ୍କ ପାଖରେ, ବିଳାପ କଲା ପରେ ଭରତଙ୍କୁ ବୁଝେଇ ସୁଝେଇକି ଛାଡିଛନ୍ତି। ଏଠି ଗୋଟେ ଛୋଟିଆ ଦର୍ଶନ ଆସେ, ଭାତୃଭାବର ଯୋଉ ପରିଚୟଟା ଦେଇଛନ୍ତି ମହାପ୍ରଭୁ ଜଗତକୁ। ତ ଆଜିକାଲି ବୋଧେ ସଂସାରରେ ଏମିତି ଭାଇ ପାଇବାଟା ବିରଳ। ଅଯୋଧ୍ୟାର ସିଂହାସନଟା ହେଇଗଲା ଫୁଟବଲ, ଗୋଟେ ପଟେ ରଘୁନାଥ, ଗୋଟେ ପଟେ ଭରତ, ମଝିରେ ଏଟା ଗଡିଲା। ଯେତେବେଳେ ଆସିଛନ୍ତି ରଘୁନାଥ, ପ୍ରଥମେ ଭରଦ୍ୱାଜ ମୁନିଙ୍କ ସହିତ ସାକ୍ଷାତ କରିଛନ୍ତି। ଭରଦ୍ୱାଜ ମୁନି ବସିକି ଭାବୁଛନ୍ତି ମୁଁ ଜୀବନରେ ଏତେ ତପସ୍ୟା କଲି, ଜପ କଲି, ଯୋଗ କଲି, ଏସବୁର ଫଳ କଣ? ଯେତେବେଳେ ମାନେ ରଘୁନାଥଙ୍କୁ ଦର୍ଶନ କରିଦେଲେ, କହିଲେ ମନେ ମନେ ଭାବୁଛନ୍ତି କି ଆଜି ଯେତେ ସବୁ ପୁଣ୍ୟ କର୍ମ ମୁଁ କରିଛି ତାର ଫଳ ମତେ ମିଳିଗଲା। କିନ୍ତୁ ଯେତେବେଳେ ରଘୁନାଥ ତାଙ୍କ ପାଖରୁ ପଳେଇ ଆସିଲେ, ସେ ମନେ ମନେ ଭାବୁଛନ୍ତି କି ସବୁ ଯୋଗ ଜପ ତପର ଫଳ ହଉଛି ରାମ ଦର୍ଶନ। ଏ ରାମ ଦର୍ଶନର ଫଳ କଣ? ସେତିକି ବେଳକୁ ଦେଖିଲେ ଭରତଜୀ ବିଳାପ କରିକି ଭାଇ ଖୋଜି ଖୋଜିକି ମୁଣ୍ଡ ତଳକୁ ଗୋଡ ଉପରକୁ କରିକି ଆଉଛନ୍ତି। ରାମ ଦର୍ଶନର ଫଳ ହଉଛି ଭରତ ଦର୍ଶନ। ତ ସିଂହାସନ ତ ଫୁଟବଲ ଭଳିଆ ହେଲା ମଝିରେ। ତାପରେ ଭରତଜୀ ଅନୁଶାସନ ପାଇକି କଠଉ ନେଇକି ଗଲେ, ନନ୍ଦୀଗ୍ରାମରେ ସ୍ଥାପନା କରିକି ରାଜଶାସନ କରିବେ ବୋଲି। ଏପଟେ କଣ ହେଇଛି ନା ଶୃଙ୍ଗାର ରସ ଭଗବାନ ଦେଖେଇଛନ୍ତି। ଯୋଉ ଶୃଙ୍ଗାର ରସରେ ରଘୁନାଥ ଆଉ ମା ଜାନକୀଙ୍କର ଦିବ୍ୟ ଲୀଳା ପ୍ରକଟ ହେଇଛି। କହନ୍ତି କାମଇରି ଶୁଣ ଗୋ ଗୌରୀ, ଭରତ ଇଲେ ଯହୁଁ ଅଯୋଧ୍ୟା ବାହାରି, ରାମ ସୀତା କର ଧରି, ଫୁଲ ବନେ ଖେଳ ବୁଲନ୍ତି ଫେରି ଫେରି, ରାମ ସୀତା କର ଧରି, ଦେଖ ଦେଖ ନାଗରୀରେ ନାଗେଶ୍ୱର କଢି, ତାକୋଳେ ମାଧବୀ ଲତା ଭୋଳେ ତାକୁ ଜଡି, ବେଢି ଚୁମ୍ବୁଛନ୍ତି ଅଳି, ସ୍ନେହ ଭରେ ପବନରେ ଖେଳୁଛନ୍ତି ଦୋଳି, ବେଢି ଚୁମ୍ବୁଛନ୍ତି ଅଳି। ଇନ୍ଦ୍ରପୁଅ ଜୟନ୍ତ ଆସିଲେ, ଚଞ୍ଚୁଘାତ କରିଥିଲେ, ସେଠି ରାସଲୀଳା ଭଙ୍ଗନ ହେଇଥିଲା। ଏବଂ ତା ପୂର୍ବରୁ କଣ ହେଇଛି, ମାତା ସୀତା ଯେତେବେଳେ ମାନେ ଶୃଙ୍ଗାର ରସ ଚାଲିଛି, ଗୋଟେ ଘୁଙ୍ଗୁର ତାଙ୍କର ଛିଣ୍ଡିଗଲା, ରସ ଭଗ୍ନ ହେଲା, ଛନ୍ଦ ଭଗ୍ନ ହେଲା। ତେଣୁ ସେଇଠି ଶୃଙ୍ଗାର ଲୀଳାଟା ବନ୍ଦ ହେଲା। ସେ କ୍ଷଣକର ଶୃଙ୍ଗାର ଲୀଳା ଯୋଉଟା ବନ୍ଦ ହେଲା, ସେଇଟାକୁ ରଙ୍ଗା ଅବତାର କୃଷ୍ଣ ଅବତାରରେ ଭଗବାନ ସମ୍ପୂର୍ଣ୍ଣ କଲେ ଗୋପ ଲୀଳା କରିକି। ଏଠି ଆହୁରି ଗୋଟେ ତାତ୍ପର୍ଯ୍ୟ ଜିନିଷ ଦେଖନ୍ତୁ, ଶିବ କହୁଛନ୍ତି ପାର୍ବତୀଙ୍କୁ, କିନ୍ତୁ କୋଉ ମାନେ ରସିକତାଟା ଦେଖନ୍ତୁ, କାମ ଇରି କହିଲେ ଗୌରୀଙ୍କୁ। ସେ ପଦଟା ପକେଇବା ପାଇଁ ଇଏ ହଉଛି ଉତ୍କଳୀୟ କବି ମାଧୁର୍ଯ୍ୟ। ଅରଣ୍ୟ କାଣ୍ଡ ବିଷୟରେ କହିଲ, ଆମ ଯୁଦ୍ଧ କାଣ୍ଡର ବୋଧେ ହଉ ସବୁ କାଣ୍ଡର ଅଛି। ହଁ, ଯୁଦ୍ଧ କାଣ୍ଡରେ ଦେଖନ୍ତୁ ଆଉ ଗୋଟେ ଜିନିଷ କହିଦଉଛି, ଗୋଟେ ସିମ୍ପଲ ଜିନିଷଟା ସମସ୍ତେ ଜାଣିବା ଦରକାର। 7ଟା କାଣ୍ଡ ଅଛି। ରାମଚରିତ ମାନସ ଦେଖନ୍ତୁ, ବାଲ୍ମୀକି ରାମାୟଣ ଦେଖନ୍ତୁ, ଯେତେ ରାମାୟଣ ଅଛି 7ଟା କାଣ୍ଡକୁ ନେଇକି ଅଛି। ତ 7ଟା କାଣ୍ଡ କଣ କଣ ନା, ବାଲ କାଣ୍ଡ ପ୍ରଭୁ ପାଇଓ, ଅଯୋଧ୍ୟା କଟି ମନ ମୋହ,
ଉଦର ବନ ଆରଣ୍ୟ ହୃଦୟ କିଷ୍କିନ୍ଧ୍ୟା ସୋହ ସୁନ୍ଦର ଗ୍ରୀବ ମୁଖାର ବିନ୍ଦ କହି ଲଙ୍କା ଗାୟୋ ୟାମେ ନିଶ୍ଚର ଆଦି ସବୁ କୁଟୁମ୍ବ ସମାୟ ଉତ୍ତର ମସ୍ତକ କାଣ୍ଡ ଏହି ବିଧି ତୁଳସୀ ଦାସ ଭନ ଆଦି ଅନ୍ତଲୋ ଜାନିଏ ଇଏ ରାମାୟଣ ଶ୍ରୀ ରାମତନ। ଯୋଉ ସାତକାଣ୍ଡ ରହିଲା ଇଏ ପ୍ରଭୁଙ୍କର ସାକ୍ଷାତ ଶ୍ରୀ ବିଗ୍ରହ। ବାଳକାଣ୍ଡ ହଉଛି ଚରଣ, ଅଯୋଧ୍ୟା କଟି ମନ ମୋହ, ଅଯୋଧ୍ୟା ହଉଛି ଅଣ୍ଟା, ଉଦର ବନ ଆରଣ୍ୟ ପେଟ ହଉଛି ଆରଣ୍ୟ କାଣ୍ଡ, ହୃଦୟ କିଷ୍କିନ୍ଧ୍ୟା ସୋହ ହୃଦୟ ହଉଛି କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦର ଗ୍ରୀବ ସୁନ୍ଦର କାଣ୍ଡ ହଉଛି ଗଳା, ମୁଖ ହଉଛି ଲଙ୍କା କାଣ୍ଡ, ୟାମେ ନିଶ୍ଚର ଆଦି ସବୁ କୁଟୁମ୍ବ ସମାୟୁ, ଉତ୍ତର ମସ୍ତକ ଭଗବାନଙ୍କର ମସ୍ତକ ହଉଛି ଉତ୍ତରାକାଣ୍ଡ। ଉତ୍ତରାକାଣ୍ଡକୁ ଏଇଥିଲାଗି ମସ୍ତକ ବୋଲି କୁହାଗଲା। 6ଟା କାଣ୍ଡର ଯେତେ ପ୍ରଶ୍ନ ଅଛି ସବୁର ଉତ୍ତର ଉତ୍ତରାକାଣ୍ଡ ମିଳିଲା। ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଚାତୁର ଲଙ୍କାକାଣ୍ଡରେ ଏଇଟା ଓଡିଆ ସାହିତ୍ୟରେ ଅଛି ବେଶୀ। ରାମଚରିତ ମାନସରେ ଦେଖିଲେ ତାକୁ ଅହିରାବଣ ବୋଲି କୁହାଯାଉଛି, କିନ୍ତୁ ଏଠି ତାକୁ ମହିରାବଣ ବୋଲି କୁହାଯାଇଛି। ତ ସେମିତି ଗୋଟେ ଥିଲା, ମହିରାବଣ ଯେତେବେଳେ ଯୁଦ୍ଧକୁ ଯାଉଛି, ପଞ୍ଚାନନ କହୁଛନ୍ତି ଶୁଣ ଗୁଣବତୀ ଦେଇ ମନ ରାବଣର ନାତି ହୋଇ କୋପ ମୂର୍ତ୍ତି ରଗଡିର ଦନ ମାନ କରେ ଗର୍ଜନ ରଗଡିର ଦନ ମାନ ସହସ୍ର ଶାର୍ଦୂଳ ଚଉପାଶେ ଉଡେ ସହସ୍ର ଚିରାଳ ଧନୁଷର ଧରି ରଥରେ ବସିଲା ସାରଥି ବା ହେବି ମାନ ସେ ଘନ ଘନ ସାରଥି ବା ହେବି ମାନ। ଯାଇକି ପହଞ୍ଚେ ହନୁମାନଙ୍କ ପାଖରେ। ହନୁମାନଜୀ କଣ କରୁଛନ୍ତି ଦେଖୁଛନ୍ତି, ରାମ ଲକ୍ଷ୍ମଣ ବନ୍ଦୀ ହେଇକି ପଡିଛନ୍ତି। ସେଠି ଗୋଟେ ଭାବ ଆସେ, ମକରଧ୍ୱଜ ସହିତ ହନୁମାନଙ୍କର ଇଣ୍ଟରାକ୍ସନ ହେଇଛି ଏଠି। ମକରଧ୍ୱଜ ହନୁମାନଙ୍କର ଔରସରୁ ଜନ୍ମିତ ପୁତ୍ର, ଯେ ମଗର ଗର୍ଭରୁ ଜନ୍ମ ହୋଇଥିଲେ। ତେଣୁ ଯେତେବେଳେ ଆଗ ଯୁଦ୍ଧ ହେଇଛି, ଯୁଦ୍ଧରେ ଯେତେବେଳେ ମକରଧ୍ୱଜ ହାରିଛନ୍ତି, ସେ ହନୁମାନଙ୍କ ପାଖରେ ସରେଣ୍ଡର କରିଛନ୍ତି। ତ ହନୁମାନଜୀ ମହାରାଜ ପଚାରୁଛନ୍ତି କି ମକରଧ୍ୱଜ, ମୁଁ ଏଠିକି ଆସିଛି ମୋ ପ୍ରଭୁଙ୍କୁ ଖୋଜିବା ପାଇଁ, ତ ଶ୍ରୀରାମ ଲକ୍ଷ୍ମଣ ଦୁହିଁଙ୍କୁ ଆଣି ପାପୀ ଅସୁର କେଉଁଠାରେ ନେଇ ରଖିଛି କହ ମୋର ଆଗର। ମକରଧ୍ୱଜ ତ ଜାଣିନାହାନ୍ତି କିଏ ରାମ କିଏ ଲକ୍ଷ୍ମଣ। ତ ଓଡିଆ କବି ଚାତୁର୍ଯ୍ୟରେ ଗୋଟେ ଭାବ ଆସେ, କଳା ଗୋରା ଦୁଇ ଭାଇଙ୍କୁ ଆଣି ମହିରା ବଣ ଭବାନୀ ମନ୍ଦିରେ ରଖିଛି ଦ୍ବାରେ ଦେଇ ପାଷାଣ ଅମାବାସ୍ୟା ତିଥି ପଡ଼ିଲେ ବଳି ଦେବ ସେ ନେଇ ଶୁଣିଥିଲି ଯାହା କର୍ଣ୍ଣରେ ତାହା ଦେଲି ମୁଁ କହି। ତ ଯୋଉ ଯୁଦ୍ଧ ଚାତୁରୀ ହେଇଛି, ହନୁମାନ ଲକ୍ଷ୍ୟ କରୁଛନ୍ତି ଦି ଭାଇ ନିଶସ୍ତ୍ର ହେଇକି ଅଛନ୍ତି। ଇଏ ପ୍ରଥମ ସେବକ ପ୍ରଧାନ ସେବକ, ଇଏ କଣ କଲେ ଲାଞ୍ଜ ଘେରେଇ ଦେଲେ, ଦି ଭାଇକି ଲାଞ୍ଜ ଘେରେଇକି ରଖିଲେ, ଅସୁର ମାନଙ୍କୁ ମାରିଲେ। ଆମର ଭକ୍ତମାଳ ଗୋଟେ ବହି ଅଛି, ସବୁ ଭକ୍ତଙ୍କୁ ନେଇକି ଗୋଟେ ମାଳ କରାହେଇକି ମହାପ୍ରଭୁଙ୍କ ପାଖରେ ଅର୍ପଣ ହେଇଛି। ସେଥିରେ ଗୋଟେ ସୁନ୍ଦର ଯୁଦ୍ଧ ବୃତ୍ତାନ୍ତ ଆସେ। ରଘୁନାଥ କହୁଛନ୍ତି ଲକ୍ଷ୍ମଣକୁ, ଯେ ଲକ୍ଷ୍ମଣ ହନୁମାନର ଯୁଦ୍ଧ କେତେ ନିରୋଳା ଯୁଦ୍ଧ ଦେଖେ। ଲକ୍ଷ୍ମଣଜୀ କହୁଛନ୍ତି କଣ ନା, ହାତୀ ନୋଷ ହାତୀ ମାରେ ଘୋଡ ନୋଷ ଘୋଡ ଘୋରେ ରଥ ନିଶ ରଥ ବିଦାର ନବଲବାନ କି ବାର ବାର ସେବକ ସରାହନା କରତ ରାମ ଦେଖ ଦେଖ ଲକ୍ଷଣ ଲରଣୀ ହନୁମାନ କି। ବହୁତ ସୁନ୍ଦର ପଦ ସବୁ ଅଛି। ଆଚ୍ଛା, ଆମେ ଟିକେ ଆଉ ଟିକେ ଭିତରକୁ ଯିବା। ଆମେ ଆରମ୍ଭ କରିଥିଲେ ସୀତାରାମରୁ, ଯୋଉଠି ରାମଙ୍କ ବିଷୟରେ କଥା ହେଲେ ସେଠି ତ ଶ୍ରୀ ପଳାଇ ଆଇଲେ, ଶ୍ରୀରାମ ହେଇଗଲେ। ଏବେ ଟିକେ ଜାନକୀଙ୍କ ବିଷୟରେ କଥା ହବା। ଆମେ ମାନେ ମୋ ଜୀବନରେ ମା ସୀତାଙ୍କର ପ୍ରଥମ ଇଣ୍ଟ୍ରୋଡକ୍ସନ କହିଲେ ଅତ୍ୟୁକ୍ତି ହବନି, ସେ ହେଇଥିଲା ଓଡିଶୀ ଛାନ୍ଦରୁ ଶିଶୁ ବୃକ୍ଷର ମୂଳେ ହେଇବ। ସେ ଖୁବ ସୁନ୍ଦର ଲେଖା, ଯେ ଶୁଖିଛି ଚନ୍ଦ୍ର ବଦନ ନିରତେ ନିରଲୋଚନ ତେବେ ହେ ଶୋଭାକୁ ଉପମା ଦେବାକୁ ନାହିଁ କେ ତ୍ରୟ ଭୁବନ ନାରୀ ରତନ। ସିଏ ହେଲେ ମା ସୀତା। ସେଇ ମା ଜାନକୀଙ୍କ ବିଷୟରେ କଣ କହିବ? ମାନସରେ ଗୋସ୍ୱାମୀ କହୁଛନ୍ତି, ଉଦ୍ଭବ ସ୍ଥିତି ସଂହାର କାରିଣୀ କ୍ଲେଶ ହାରିଣୀ ସର୍ବଶ୍ରେୟମ କରିମ ସୀତା ନତୋହମ ରାମ ବଲ୍ଲଭା। ତ କହିବାର ତାତ୍ପର୍ଯ୍ୟ ହଉଛି କଣ, ଆମେ ଭାବୁଛେ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସର୍ବସମର୍ଥ ହଉଛନ୍ତି ଭଗବାନ, ଏଟା ଆମେ ସମସ୍ତେ ଜାଣିଛେ। କିନ୍ତୁ ଏଠି କହିବାର ତାତ୍ପର୍ଯ୍ୟ ହଉଛି କଣ ନା, ଏ ରାଘବ କିଛି କରନ୍ତିନି, ଏ ଶେଷ ଶୟା ଉପରେ ଶୋଇକି ଅଛନ୍ତି, ସବୁ କରୁଛନ୍ତି କିଏ? ଶକ୍ତି ହେଲେ ଶକ୍ତି ଆହ୍ଲାଦିନୀ ଶକ୍ତି ହଉଛନ୍ତି ଇଏ। ମହର୍ଷି ବାଲ୍ମୀକି ପଚରା ଗଲା, ଏ ସୀତା କିଏ ନା, ଜନକସ୍ୟ କୂଳେ ଜାତା ଦେବ ମାଏବ ନିର୍ମିତା, ଜନକସ୍ୟ କୂଳେ ଜାତା ଦେବ ମାଏବ ନିର୍ମିତା ସର୍ବଲକ୍ଷଣ ସମ୍ପର୍ଣ୍ଣା ନାରୀଣାଂ ଉତ୍ତମା ବଧୂ। ତା ଭିତରେ ସବୁ ପଳେଇ ଆସିଲା। ତମେ ପ୍ରଥମ ପଦଟି ବି କହିଲ, ସେଥିରେ ମନେ ପଡୁଛି ପଦେ ଆଦ୍ୟା ସ୍ତୁତିରେ ପଦେ ଅଛି, ରାମସ୍ୟ ଜାନକୀ ତୁମ ହିଁ ରାବଣ ଧ୍ୱଂସକାରିଣୀ। ତେଣୁ ରାବଣର ପ୍ରକୃତ ଧ୍ୱଂସକାରିଣୀ ଯଦି କିଏ, ସେ ହେଲେ ରାମଙ୍କ ଶକ୍ତି ମା ସୀତା। ଚାଲୁ ବନ୍ଦେ ମଙ୍ଗଳ ଦାଇନୀ ମଙ୍ଗଳ ସାନୁଜା ଲାଙ୍ଗଳି ଜନମ ଯେହୁ ଲାଙ୍ଗଳି ଉରଜା। ତାଙ୍କର ମାନେ ମାଙ୍କର ଆକ୍ଚୁଆଲି ଦେଖିବେ, ହଁ ଗୋଟେ ଭଲ ପଏଣ୍ଟ ମନେ ପକେଇଲେ ମାଙ୍କ କଥା ଆଣିକି। ଯେତେବେଳେ ଅରଣ୍ୟକାଣ୍ଡ ଚାଲିଛି, ଅରଣ୍ୟକାଣ୍ଡରେ କଣ ହେଇଛି ନା, ଯେତେବେଳେ ଭଗବାନ ଯାଉଛନ୍ତି ଦଣ୍ଡକ ବନରେ ଅଛନ୍ତି, ଦଣ୍ଡକ ବନରେ ଭଗବାନ କହୁଛନ୍ତି କଣ
ନା ନିଶିଚର ବିହୀନ କରୁ ମହି ଭୁଜ ଉଠାଇ ପନ ଚିହ୍ନ। ଋଷି ମୁନି ମାନଙ୍କର ଅବସ୍ଥା ଦେଖିକି ଅସୁର ମାନେ ଯୋଉ ଆତଙ୍କ କରୁଥିଲେ ସହି ପାରିଲେନି ଆଉ। କାହିଁକି ନା ଇଏ ତ ସନ୍ଥ ମାନଙ୍କୁ ରଖିଲା ବାଲା, ସାଧୁ ସନ୍ଥଙ୍କୁ ଉଦ୍ଧାରିଲା ବାଲା, ସେଇଥିଲାଗି ତାଙ୍କ ଅବତାର ଭଗବାନଙ୍କର। ତ ଯେତେବେଳେ ଭୁଜ ଉଠେଇ ଦେଲେ, ପ୍ରତିଜ୍ଞା କରିଦେଲେ କି ସଂସାରକୁ ନିଶାଚର ବିହୀନ କରିଦେବି ମୁଁ, ମା ଆସିକି ପହଞ୍ଚିଗଲେ ପାଖରେ। ମାନେ ଆକ୍ଚୁଆଲି ଏଠି ଜଣାଯାଏ କି ରାମଲୀଳା କଣ ନା ରାମସ୍ୟ ଆୟନମ ରାମାୟଣମ, ରାମଙ୍କର ଘର। ନାଇଁ ରାମଙ୍କର ଘରଟା କଣ ନା ସୀତାଙ୍କର ପାବନ ଚରିତ୍ର ହଉଛି ରାମଙ୍କର ଘର। କଣ ଚରିତ୍ରଟି ଦେଖେଇଛନ୍ତି ମା ନା ଯେତେବେଳେ ଭଗବାନ ପଣ କରିଦେଲେ, ଆଚ୍ଛା ପରମାତ୍ମା ପଣ କରୁଛି, ସୃଷ୍ଟି ଟଳମଟଳ ହେଲାଣି, ମା ଆସିଲେ ପ୍ରଭୁ ଆପଣ ଏଡେ ବଡ ଅଧର୍ମ କେମିତି କରିଦେଲେ? ନା କଣ ମୁଁ ଅଧର୍ମ କଲି? ନା ଯେ ପର୍ଯ୍ୟନ୍ତ ଆପଣ ମାନବ ଲୀଳା କରୁଛନ୍ତି ଆପଣଙ୍କୁ କୁସଙ୍ଗ ଲାଗିଯାଇଛି। ଆଶ୍ଚର୍ଯ୍ୟ କଥା, ଭଗବତୀ କହୁଛନ୍ତି ଭଗବାନଙ୍କୁ ଆପଣଙ୍କୁ କୁସଙ୍ଗ ଲାଗିଛି। ନା କଣ କୁସଙ୍ଗ ଲାଗିଲା? ନା ଆପଣ ତ ପିତାଙ୍କ ନିର୍ଦ୍ଦେଶରେ ରାଜ୍ୟକୁ ତ୍ୟାଗ କରିକି ବନବାସ ପାଇଁ ଆସିଲେ 14 ବର୍ଷ ପାଇଁ, ଆପଣ ଏ ଶସ୍ତ୍ରକୁ କାହିଁକି ଧରିକି ଆସିଲେ? ତ ଏଇ ଶସ୍ତ୍ର ଆଣିବା ଫଳରେ ଆପଣ ଏଡେ ବଡ ପ୍ରତିଜ୍ଞା କଲେ, ଶସ୍ତ୍ରର କୁସଙ୍ଗ ଆପଣଙ୍କୁ ଲାଗିଗଲା। ଗୋଟେ ଛୋଟିଆ ଏକ୍ସାମ୍ପଲ ମିଳେ ପୁରାଣରେ, ଜଣେ ଋଷି ତପସ୍ୟା କରୁଥିଲେ। ଆମେ ସମସ୍ତେ ଜାଣିଛେ ଯିଏ ତପସ୍ୟା କଲା ସେ କଣ ଜିତ ସଙ୍ଗ, ଜିତ କ୍ରୋଧ, ଜିତେନ୍ଦ୍ରିୟ, ଜିତାସନ ଏସବୁ ଜିତି ଯାଏ। ତ ଇନ୍ଦ୍ରିୟକୁ ଜିତିଲା ମାନେ ଇନ୍ଦ୍ରକୁ ଜିତିଲା ଭଳିଆ। ଇନ୍ଦ୍ର ସିଂହାସନ ବୋଲ୍ଟ ହଲିଲା। ଇନ୍ଦ୍ର ଚିନ୍ତା କଲେ ୟାଙ୍କୁ କେମିତି ମୁଁ ଦବେଇବାକୁ ପଡିବ, ନହେଲେ ମୋ ସିଂହାସନ ଖତରା। କିନ୍ତୁ ସେ କଣ କଲେ, ପ୍ରଗଟ ହେଇକି ଗୋଟେ ସୁନା ଜଡିତ ଆଉ ହୀରା ଜଡିତ ଗୋଟେ ଖଣ୍ଡା ତାଙ୍କ ପାଖରେ ଥୋଇଦେଲେ। ଯେତେବେଳେ ତାଙ୍କ ତପସ୍ୟାଟା ଭାଙ୍ଗିଛି ଋଷିଙ୍କର, ଦେଖିଲେ ଗୋଟେ ସୁନ୍ଦର ଖଣ୍ଡା ଥୁଆ ହେଇଛି, ସୁନା ହୀରା ଜଡିତ ଅଛି। ତ ତପସ୍ୱୀ ଆଗର ଖଣ୍ଡାରେ କାମ କଣ? ଯେତେବେଳେ ପାଖରେ ଥୁଆ ହେଇଛି ଧୀରେ ଧୀରେ ମୋହ ହେଲା, ତାକୁ ଧଇଲେ। ଯେତେବେଳେ ନିତ୍ୟକର୍ମ କରିବାକୁ ଯାଆନ୍ତି ସାଙ୍ଗରେ ନେଇକି ଗଲେ, ଥୋଇଦେଲେ କାଳେ କିଏ ନେଇଯିବ, ଲୋଭ ଶକ୍ତି ଧୀରେ ଧୀରେ ଆସିଲା। ବାଟରେ ଯେତେବେଳେ ନେଇକି ଯାଆନ୍ତି, କୌଣସି ଜୀବଜନ୍ତୁ ଆସିଲେ ପ୍ରଥମେ ଭୟ ନଥିଲା, ଏବେ ଖଣ୍ଡାଟା ଯେହେତୁ ଧରିଲେ, ଗଛଲତା ହାଣିଲେ, ଯେ ଜୀବଜନ୍ତୁ ଆସିଲେ ତାଙ୍କୁ ମାରିଲେ, ନର୍କ ଗମନ କଲେ। ବର୍ଣ୍ଣନା ଅଛି ପୁରାଣରେ ଏଇ ଜିନିଷ। ତ ମହାପ୍ରଭୁ ଯେତେବେଳେ ଧନ ଧରିକି ଆସିଛନ୍ତି, ମା ତାକୁ ଏଇ କମେଣ୍ଟଟା ମାରିଲେଣି ଯେ ତମକୁ କୁସଙ୍ଗ ଲାଗିଛି, ମୁଁ ତାହେଲେ କରିବି କଣ? ନା ବିନା ଶତ୍ରୁତାରେ କ୍ରୋଧ କରିବାଟା ଠିକ ଜିନିଷ ନୁହଁ। ଯଦି ଆପଣ ମୋର ଶତ୍ରୁ, ମୁଁ ଆପଣଙ୍କ ପାଖରେ କ୍ରୋଧ କରିପାରିବି। ଯଦି ଆପଣ ମୋର ଶତ୍ରୁ ନୁହଁ, ମତେ କ୍ରୋଧ କରିବାର ଅଧିକାରଟା ଦେଲା କିଏ? ତେଣୁ ମା ସେଇ ପ୍ରଶ୍ନ କଲେ। ଅସୁର ମାନେ ଏସବୁ ପ୍ରୋବ୍ଲେମ କରିଛନ୍ତି, ଆପଣଙ୍କର କଣ କ୍ଷତି କରିଛନ୍ତି? ଆପଣ କାହିଁକି ତାକୁ ମାରିବା ପାଇଁ ପ୍ରତିଜ୍ଞା କଲେ? ରଘୁନାଥ କହିଲେ ତାହେଲେ କଣ କହିବି, ବଡ ଅଡୁଆ ହେଇଗଲା। ନା କିଛି କରନ୍ତୁନି, ମୁଁ ଯାହା କରିବା କଥା କରିବି। ତ ଇଏ ନିଜେ ରାବଣ ଭାଗକୁ ଗଲେ। ରାବଣର ଶକ୍ତି ଅଛି ଚୋରି କରିକି ନବ। ଗୋଟେ ଲୋକ ପ୍ରଶ୍ନ କରନ୍ତି ଅଗ୍ନି ପରୀକ୍ଷା କାହିଁକି କଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଯଦି ଅଗ୍ନି ପରୀକ୍ଷା କାହିଁକି କଲେ? ଆମର ଓଡିଆରେ ସୁନ୍ଦର ଭାବରେ ବର୍ଣ୍ଣନା ଅଛି, ରଘୁନାଥ ଗାଉଛନ୍ତି। ଆଉ ମୁଁ ନିଜେ ରାମ ରୋଲ କରିକି ଗୀତଟା ଗାଇଥିଲି। ରାବଣ ନେବ ଚୋରାଇ ଜାଣିଛ ଗୋ ପ୍ରିୟ ସହି, ଅଗ୍ନିରେ ଲୁଚାଅ ଏବେ ନିଜର କାୟା, ଛାୟା ତୁମ ଥିବ ରହି, ରାବଣ ନେବ ଚୋରାଇ ବୁଝିବାକୁ ସମର୍ଥକେ ଶ୍ରୀରାମ ମାୟା, ତୁମେ ଯିବ ଅଶୋକ ବନ, ତେବେ ଯାଇ ମରିବ ଲଙ୍କାର ରାବଣ। ମାନେ ସୀତାଙ୍କ ଛାୟା ଯାଇଛି ରାବଣ ସହିତ, ଆଉ ପ୍ରକୃତ ସୀତା ଅଗ୍ନି ତପ୍ତା ହେଇ ଅଗ୍ନି ଭିତରେ ରହିଛନ୍ତି। ଯେତେବେଳେ ଅଗ୍ନି ପରୀକ୍ଷା ହେଲା, ମାୟା ସୀତା ଗଲେ ଅଗ୍ନି ଭିତରକୁ, ମାତା ଆସିଲେ। ନହେଲେ ଦେଖନ୍ତୁ, ଯିଏ ଆହ୍ଲାଦିନୀ ଶକ୍ତି, ତାଙ୍କୁ କଣ ରାବଣ ହରଣ କରିକି ନେଇପାରିବ? ତାପରେ ସିଏ ଯୋଉଠି ଗଲେ ସେ କଲ୍ୟାଣ ହେଇଯିବ ଏଇ ଜାଗାର। ତେଣୁ ମା ଯଦି ଲଙ୍କାକୁ ଯାଇଥାନ୍ତା, ଲଙ୍କା କଣ ଧ୍ୱଂସ ହେଇଥାନ୍ତା? ଧ୍ୱଂସ ପରିବର୍ତ୍ତ କଲ୍ୟାଣ ହେଇଥାନ୍ତା ଲଙ୍କାରେ। ଆଉ ସତ କଥା। ଆମେ ମା ସୀତାଙ୍କ ବିଷୟରେ କଥା ହେଲେ, ଏବେ ଟିକେ ଯୋଉଠି ରାମ ସୀତାଙ୍କ ବିଷୟରେ କଥା ହେଲେଣି, ଲକ୍ଷ୍ମଣ କେତେ ବାଟ? ଲକ୍ଷ୍ମଣଙ୍କ ବିଷୟରେ ଟିକେ ଲକ୍ଷ୍ମଣଙ୍କ ବିଷୟରେ ଦେଖନ୍ତୁ, ମୁଁ ଚାରି ଭାଇଙ୍କ ବିଷୟରେ କହିଦଉଛି ଏକାଳେ। ତେଣୁ ଜଣକୁ ତ ଜଣକୁ ଛାଡିଲେ ହବନି। ତାପରେ ଆମେ ଏଠି ପ୍ରମାଣ ପାଉଛେ, ନୀଳାଚଳରେ ଆମର ନାଥ ବସିଛନ୍ତି। ନିହାତି। କିଏ କହୁଛି ଜଗନ୍ନାଥ, ସଂସାର କହୁଛି ଜଗନ୍ନାଥ, ସମସ୍ତେ କୁହନ୍ତି ଜଗନ୍ନାଥ, କିନ୍ତୁ ଆମେ କୋଉଠି ନା କୋଉଠି ଭୁଲି ଯାଉଛେ ସେ ଓଡିଶା ନାଥ ବୋଲି। ଆଟ ଫାଷ୍ଟ ସେ ହଉଛନ୍ତି ଓଡିଶା ନାଥ, ତାପରେ ଜଗତର ନାଥ। କାହିଁକି ନା ଓଡିଆ କଲଚରକୁ ରଖିଲା ବାଲା କେବଳ ଗୋଟିଏ ବର୍ତ୍ତମାନ ସିଏ, ଆମେ ବି ରଖିନେ। ମୁଁ ସବୁବେଳେ କହେ ଓଡିଆ ଠାକୁର ବଡ ଓଡିଆ, ସବୁ ଓଡିଆଙ୍କ ପାଖରେ କିଏ ଆସିବେ? ଓଡିଆ ନ ହେଇଥାନ୍ତେ ଓଡିଆଙ୍କ ପାଖରେ କାହିଁକି? ଭାରତ କୋଉଠି ନାହାନ୍ତି। ତେଣୁ ଇଏ ହଉଛନ୍ତି ଖାଣ୍ଟି ଓଡିଆ। ଓଡିଆ ବେଶ, ଓଡିଆ ଭୂଷା, ଓଡିଆ ଖାଇବା, ଓଡିଆ ପିଆ, ସବୁ ଓଡିଆ ତାଙ୍କର। ଆମେ ଭେଜାଲ ହେଇଗଲେଣି। କିନ୍ତୁ ଯେ ପର୍ଯ୍ୟନ୍ତ ଆମ ମହାପ୍ରଭୁ ବସିଛନ୍ତି, ଆମକୁ ସେ ବତଉଛନ୍ତି, ରାସ୍ତା ଦେଖଉଛନ୍ତି, ଯିଏ ସେଠି ଯାଇକି ପହଞ୍ଚିଲା ସେ କେତେବେଳେ ଟ୍ରାକରୁ ଡାଇଭର୍ଟ ହବନି। ତେଣୁ ତାଙ୍କର ଯୋଉ ଭାଇ ଭାଇର ସମ୍ପର୍କ କୋଉ କାଳରୁ ଚାଲିଛି? ତ୍ରେତୟାରୁ। ତ୍ରେତୟା, ଦ୍ୱାପର, କଳି, ତିନି କାଳରୁ ଚାଲିଛି। ତ ମାନେ କହିବାକୁ ଗଲେ କଣ, ଯୋଡେ ଶରୀର କିନ୍ତୁ ବସ୍ତୁତଃ ତତ୍ତ୍ୱ ହଉଛି ଗୋଟିଏ ତାଙ୍କ ଭିତରେ। କେହି କେହି କହନ୍ତି ଲକ୍ଷ୍ମଣ ଯିଏ ହଉଛନ୍ତି ଶେଷ ନାଗ ବୋଲି, ଶେଷ ଅବତାର ବୋଲି, କିନ୍ତୁ ଅନେକ ପ୍ରମାଣ ବି ଅଛି। ମାନେ ଦେଖିବେ
ରାମାୟଣ ଯେତେବେଳେ ଯୁଦ୍ଧ ହେଇଛି ଇନ୍ଦ୍ରଜିତ ଆଉ ଲକ୍ଷ୍ମଣଙ୍କ ଭିତରେ ଲକ୍ଷ୍ମଣ ପ୍ରତିଜ୍ଞା କରିଛନ୍ତି କି ଆଜି ଇନ୍ଦ୍ରଜିତକୁ ମୁଁ ମାରିଦେବି, ଯଦି ନ ମାରିବି ମୁଁ ଦଶରଥର ପୁଅ ନୁହଁ। ଏଇଟା ଗୋଟେ ପ୍ରତିଜ୍ଞା, ଗୋଟେ କ୍ଷତ୍ରିୟ ପ୍ରତିଜ୍ଞା ନେଇଛି। ବିଷ୍ଣୁଜୀ ଆସିକି ପହଞ୍ଚିଗଲେ ପାଖରେ, କହନ୍ତି କଣ ଯଦି ନ ମାରି ପାରିବ ଜଣାଗଲା ଦଶରଥ ପାଳକ କୁମର, ସଂସାର କହିବ ଦଶରଥଙ୍କର ପାଳିତ ପୁଅ ତୁମେ, ଏଇଟା ବଡ ନିନ୍ଦା ହବ। ରଘୁନାଥ ସେଠି ବୁଝଉଛନ୍ତି ବିଷ୍ଣୁଙ୍କୁ କି ମୋ ଲକ୍ଷ୍ମଣ ଯଦି ଧନୁ ଧରିକି ବାହାରିବ, ଯଦି ମହାଦେବ ଆଉ ଇନ୍ଦ୍ର ଆଉ ବ୍ରହ୍ମା ଏକା ସାଙ୍ଗରେ ଆସନ୍ତି ତାହେଲେ ଆକୁ ପରାସ୍ତ କରିପାରିବେନି। ଆଚ୍ଛା ଚିନ୍ତା କଲେ ଶେଷନାଗଙ୍କର ଭୂମିକା ମହାଦେବଙ୍କଠୁ କଣ ଉର୍ଦ୍ଧ୍ୱରେ? ଯଦି ଶେଷନାଗ ହେଇଥାନ୍ତେ ତାହେଲେ ରଘୁନାଥ କଥା କେମିତି କହୁଛନ୍ତି ସେ ମହାଦେବଙ୍କୁ ପରାସ୍ତ କରିଦବ ବୋଲି? ଗୋଟେ ବର୍ଣ୍ଣନା ଅଛି ପଞ୍ଚରାତ୍ରରେ ପୁଣି କି ରଘୁନାଥ ହଉଛନ୍ତି ଶାଶ୍ୱତ ବ୍ରହ୍ମ, ପରମ ବ୍ରହ୍ମ, ତାଙ୍କ ସେବାରେ 3 ବିଷ୍ଣୁ ଆସିଛନ୍ତି। କ୍ଷୀରସାଗର ବିହାରୀ ଲକ୍ଷ୍ମଣ ହେଇକି ଆସିଲେ, ବୈକୁଣ୍ଠ ବିହାରୀ ଭରତ ହେଇକି ଆସିଲେ, ଭୂମା ବିହାରୀ ଶ୍ୱେତଦୀପ ବିହାରୀ ଯାହାକୁ କହୁଛି ଭୂମା ବିଷ୍ଣୁ ବୋଲି ସେ ଶତ୍ରୁଘ୍ନ ହେଇକି ଆସିଲେ। 3 ବିଷ୍ଣୁଙ୍କର ସମାଗମନ ହେଇଛି। ଲକ୍ଷ୍ମଣଙ୍କର ଯଦି ଦେଖିବେ ମାନେ ମନୁଷ୍ୟ ରୂପ ଯେତେବେଳେ ବର ମାଗିଲେ, ତପସ୍ୟା କଲେ ଯାଇକି ଭଗବାନଙ୍କୁ ପାଇବା ପାଇଁ ପୁତ୍ର ରୂପରେ, ଯେତେବେଳେ ତନୁ କ୍ଷୀଣ ହେଇଗଲା, ବହୁତ କଳ୍ପ ଧରିକି ତପସ୍ୟା କଲେ, ସେଠୁ ପ୍ରକଟ ହେଲେ ଯେତେବେଳେ ଭଗବାନ, ସେଠି ଗୋଟେ ବର୍ଣ୍ଣନା ଆସେ କି ଭଗବାନଙ୍କର କଣ୍ଠସ୍ୱରଟା କୋଉ ଭଳିଆ ନା ମୃତକ ଜିଆ ବୋଲି ଗିରା ସୁହାଇ ଶ୍ରବଣ ରନ୍ଧ୍ର ପଡି ଉରଜ ଆଇ, ମାନେ ମୃତକ ପ୍ରାଣୀ ବଞ୍ଚିଲା ଭଳିଆ ତାଙ୍କ ଶବ୍ଦ, ଏତେ କୋମଳ ଶବ୍ଦ ହେଲେ କାନରେ ପଡିଲା। ମନୁଷ୍ୟ ତରଫଙ୍କ ତପସ୍ୟା ଭାଙ୍ଗିଗଲା। ଭାଙ୍ଗିଲାକୁ ପ୍ରଥମେ ମନୁ ମହାରାଜଙ୍କୁ ଅଫର ଦିଆଗଲା କଣ ତୁମେ ବରଦାନ ଚାହୁଁଛ? ମାଗିବାକୁ ଚାହୁଁଛନ୍ତି ପ୍ରଭୁ ତତେ ପୁଅ କରିକି ଚାହୁଁଛି, ତତେ ତୁ ମୋ ପୁଅ ହବ ବୋଲି ମୁଁ ଚାହୁଁଛି, କିନ୍ତୁ ଗୋଟେ ଭିକାରୀକି ଆମେ ଛାଡିଦବା, ମୁକେଶ ଅମ୍ବାନୀ ଆସିକି ପହଞ୍ଚିବେ ସାମ୍ନାରେ, ଭିକାରୀ କୁହାବ ପଇସା ମାଗେ, କୋଟି ଟଙ୍କା ମାଗିଲେ କଣ ସେ ଦେଇପାରିବେନି? କିନ୍ତୁ ଭିକାରୀ ମାଗିପାରିବ? ସଂକୋଚ ବଶତଃ କହିବ 100 ଟଙ୍କା ଆଜ୍ଞା ଦିଅନ୍ତୁ ଅତି ବେଶୀରେ। ତେଣୁ ମନୁ ମହାରାଜ ଯଦି ମାଗିଥାନ୍ତେ ପ୍ରଭୁ ତୁ ମୋ ପୁଅ ହୁଅ, ପ୍ରଭୁ ଆନନ୍ଦର ସହିତ ହେଇଥାନ୍ତେ, କିନ୍ତୁ ସଂକୋଚରେ କହିଲେ ଚାହଁ ତୁମ ସମ ସୁତ, ମୁଁ ତୁମ ଭଳିଆ ପୁଅ ଚାହୁଁଛି। ଭଗବାନ ଚିନ୍ତା କଲେ ମନରେ, ବେଦରେ ଗୋଟେ କଥା ଅଛି ନତସ୍ୟ ପ୍ରତିମା ଅସ୍ତି ଯସ୍ୟ ନାମ ମହାୟସ, ଏଠି ପ୍ରତିମା ହଉଛି ତୁଳନାବାଚକ, ମୁଁ ତ କୌଣସି ତୁଳନା ନାହିଁ, ମୁଁ ତ ହଉଛି ଅତୁଳନୀୟ। ଏଠି ଗୋଟେ ବଢିଆ ମଞ୍ଜ କଥାଟେ ଚନ୍ଦନ କହିଲେ, ଅନେକ ବ୍ୟାଖ୍ୟାକାର ତ କହିବିନି, ଅନେକ ଗୋଟେ ବଦମାସିଆ କଲା ଭଳିଆ କଥା କରନ୍ତି। ମତ୍ସ୍ୟ ପ୍ରତିମା ଅସ୍ତିକୁ ପ୍ରତିମା ମାନେ ମୂର୍ତ୍ତି ବୋଲି ଭାବନ୍ତି, ପ୍ରତିମାର ବ୍ୟାଖ୍ୟା ଦେଖିବେ, ଆମେ ବେଦକୁ ପଢିବାକୁ ହେଲେ ଆମକୁ ଛନ୍ଦ ଶିକ୍ଷା ସବୁ ପଢିକି ପଢିବାକୁ ପଡେ, ଷଡାଙ୍ଗକୁ ପଢିକି ବେଦକୁ ଯିବାକୁ ପଡେ। ତା ପ୍ରକୃତ ବ୍ୟାଖ୍ୟା ହେଉଛି ଏଠି ହଉଛି ପ୍ରତିମା ହଉଛି ତୁଳନା, ତୁଳନା ଯାହାର ନାହିଁ ସିଏ ହେଲେ ଅତୁଳନୀୟ। ତେଣୁ ବ୍ରହ୍ମ ତାଙ୍କୁ କୁହାଯାଏ। ତେଣୁ ଭଗବାନଙ୍କୁ ଯେତେବେଳେ ସେ ମାଗିଲେ, ଇଏ ତ କହିଲେ ମୋ ଭଳିଆ ମୁଁ କୋଉଠୁ ଖୋଜିବି, ମୁଁ ତ ଏକ ନା, ମୋ ଭଳିଆ କୋଉଠୁ ଆଣିବି? ସେଠୁ ଆଚ୍ଛା ମୁଁ ପୁଅ ହେଇକି ଆସିବି, ସତରୂପା ମା ତୁମେ କଣ ଚାହୁଁଛ? ନା ମୋ ସ୍ୱାମୀ ଯୋଉଟା ଚାହିଁଲେ ମୁଁ ବି ସେଇଟା ଚାହୁଁଛି। ଭଗବାନ ତଥାସ୍ତୁ କରିଦେଲେ। ସେଠୁ ପୁଣି ଚିନ୍ତା କଲେ କି ମୋ ଭକ୍ତ ଏତେ ତପସ୍ୟା କରିକି ମତେ ମାଗିଲା, ତାକୁ ଯଦି କିଛି ନଦେବି ତା ମନ ଖରାପ ହବନି? ସିଏ ତା ବରଦାନଟା ତ ପୁଣି ତାକୁ ଦବାକୁ ପଡିବ ନା। ତେଣୁ ମୋ ସମାନ ଭରତକୁ ତିଆରି କଲେ ଭଗବାନଜୀ। ଆଉ ଚିହ୍ନିବେ କେମିତି? ରାମ ଯିଏ ଭରତ ସିଏ ଦେଖିବାକୁ, ଫରକ ନାହିଁ ଭିତରେ କିଛି। ଲକ୍ଷ୍ମଣ ଯେମିତି ଦେଖିବାକୁ ଶତ୍ରୁଘ୍ନ ସେମିତି ଦେଖିବାକୁ, ତାହେଲେ ଚିହ୍ନିବେ କେମିତି? ନା ଆମ ସାଧୁ ସନ୍ଥ ମାନେ ଭଲ ବ୍ୟାଖ୍ୟା ଦିଅନ୍ତି ଆର। ଚିହ୍ନିବେ କେମିତି? ନା 4 ଭାଇ ଯାକ ଯଦି ଗୋଟେ ପଲଙ୍କରେ ଶୋଇଥିବେ, ଯିଏ ସିଧା ଶୋଇଛନ୍ତି ସିଏ ରଘୁନାଥ, ତାଙ୍କ ଚରଣକୁ ଯିଏ ଅନେଇଛି ସିଏ ହେଲେ ଲକ୍ଷ୍ମଣ, ତାଙ୍କ ରୂପ ଧରିକି ତାଙ୍କ ଚରଣକୁ ଯିଏ ଅନେଇଛି ସିଏ ହେଲେ ଭରତ, ଭରତଙ୍କ ଚରଣକୁ ଯିଏ ଅନେଇଛି ସିଏ ହଉଛନ୍ତି ଶତ୍ରୁଘ୍ନ। ଚିହ୍ନିବାର ଏଟା ଡେଫିନେସନ ଆସେ ଏମିତି। ଆଉ ଧର୍ମ ଦେଖିବାକୁ ଗଲେ ଶତ୍ରୁଘ୍ନଙ୍କର ଚରିତ୍ରଟା ବେଶୀ ବର୍ଣ୍ଣନା ହଉନି କୋଉଠି, ମାନେ ଉହ୍ୟ ହେଇଯାଇଛି। ଏଇ ରାମଲୀଳା କଥା ଆସିଲା, ରାମଲୀଳା କଥା ଉଠିଲେଣି ମାନେ ସେଟାକୁ ଆମେ ଆଲୋଚନା କରିଦବାଟା ଭଲ ମୋ ମତରେ। ତେଣୁ କଣ ରଘୁନାଥଙ୍କର ଧର୍ମ ହଉଛି ସାମାନ୍ୟ ଧର୍ମ। ସାମାନ୍ୟ ଧର୍ମ କଣ? ମାତୃଦେବ ଭବ, ପିତୃଦେବ ଭବ, ଗୁରୁଦେବ ଭବ, ଆଦର୍ଶବାନ ପତି, ଆଦର୍ଶବାନ ଭାଇ, ଆଦର୍ଶବାନ ଶତ୍ରୁ, ଆଦର୍ଶବାନ ରାଜା, ସବୁଥିରେ ଆଦର୍ଶ ରଘୁନାଥଙ୍କର ଦେଖେଇଦେଲେ। ଲକ୍ଷ୍ମଣଙ୍କ ଧର୍ମ ଟିକେ କଠିନ ଧର୍ମ ରାମଙ୍କଠୁ। କେମିତି? ନା ପିତାଙ୍କ ସହିତ ଶତ୍ରୁତା କରିଦେଲେ, ଭାଇ ପଟିଆ ହେଇକି, ଏଇଟା ହଉଛି ତାଙ୍କର ବଡ ଧର୍ମ, ସହଜରେ ହେଇପାରିବନି। ଭରତଙ୍କ ଧର୍ମ ଆଉ ଟିକେ ଅଧିକ, ପିତା ସହିତ ଶତ୍ରୁତା ହେଇଗଲା, ଇଏ ମା ସହିତ ଶତ୍ରୁତା କରିଦେଲେ ଭରତଜୀ ମହାରାଜ। ଶତ୍ରୁଘ୍ନଙ୍କ ଧର୍ମ ହଉଛି ସବୁଠୁ ବିଚକ୍ଷଣ ଧର୍ମ, ବିଲକ୍ଷଣ ଧର୍ମ। କେମିତି କହିବେ? ନା ଦେଖନ୍ତୁ ରଘୁନାଥ ତ ଚଳିଗଲେ ବନବାସ କରିବା ପାଇଁ, ସାଙ୍ଗରେ ଲକ୍ଷ୍ମଣ ପଳେଇଲେ, ଭରତ ରହିଲେ ନନ୍ଦୀଗ୍ରାମରେ, ସବୁ ଯାକ ଭାର କାହା କାନ୍ଧରେ ରହିଲା? ରାଜ୍ୟଭାର ଶତ୍ରୁଘ୍ନଙ୍କ କାନ୍ଧରେ। ଯୋଉ ଘୋଡା ଯାଇଥିଲେ ସୁମନ୍ତ୍ରଙ୍କ ସାଙ୍ଗରେ ରଘୁନାଥଙ୍କୁ ଛାଡିବା ପାଇଁ, ସେ ଘୋଡା ପାଣି ଛୁଉଁନାହାନ୍ତି, ଖାଉନାହାନ୍ତି। ଶତ୍ରୁଘ୍ନ ଯାଇ ଘୋଡାକୁ ବୁଝଉଛନ୍ତି ତୁ ଖା, 14 ବର୍ଷ ହେଲେ ସିଏ ଆସିଲେ ପୁଣି ତାଙ୍କୁ ଆଣିବ କିଏ? ତୁ ଯଦି ନ ଖାଇକି ତମେ ଯଦି ଦୁର୍ବଳିଆ ହେଇଯିବ ତାହେଲେ ରଘୁନାଥଙ୍କର ରାଜ୍ୟାଭିଷେକ ହେଲେ ସେ କାହା ପିଠିରେ ବସିକି ବୁଲିବେ? ଗାଈକି ବୁଝଉଛନ୍ତି ଶତ୍ରୁଘ୍ନଜୀ ମହାରାଜ କି ମା ତୁମେ ଯଦି ନ ଖାଇବ ଦୁଗ୍ଧ କେମିତି ଦବ? ତୁମେ ଦୁଗ୍ଧ ଦେଲେ ରଘୁନାଥଙ୍କର ଅଭିଷେକ ହବ। ମା ମାନଙ୍କୁ ବୁଝଉଛନ୍ତି, କାନ୍ଦୁଛନ୍ତି ବସିକି, ମାନେ ନିଜ ଯୋଉ ତାଙ୍କ କଣ ଏଟା କୁହନ୍ତି
कोठरी तो कहबानी आमे उआसरे उआस भितर बसिकी रोदन करुछंती माँ पळै आसिले आखिर लुहाटाକୁ लुचेई दियंती माँ पाखକୁ ଯିବେ କୌଶल्या माँ କାନ୍ଦୁଥିବେ ବସିकी माँ ଖାଇବାକୁ ଦବନି अच्छा माँ जी कांदुथिबो पुत्र आसी खाइबाकू मागुची माँ तांको लुह लुचेकी हम खाइबाकू दन एई भलिया विचक्षण धर्म होची शत्रुघ्न महाराजंकर पुणी तापर देखिबे रघुनाथ आसिले राजाभिषेक होला तीन भाई पाखे रहिले अल्प समय पर कोन होई लवणासुर आतंक कला शत्रुघ्न जी की पठेले मथुरा से जाकी मथुरा रे सेठी ताकू मारी मथुरा राजा हेकी रहिले शत्रुघ्न जी महाराज तेणु पूर्ण दर्शन से रघुनाथंकर पाई नांती तांको जीवन रे पिला बेलू मातुला रहिले ये वनवास गला पर से आसिले तेणु तांकर रघुनाथंक सहित सेते इंटरैक्शन हेइनी शत्रुघ्न कांदंती सेति लागि मने मने सेति लागि मथुरा रो लोक माने रघुनाथंकर दिव्य लीला को शत्रुघ्न आगे परिप्रकाश करती जोटा को आम रामलीला बोली कहछे वाह आज भी मथुरा रामलीला भी फेमस आमे चारि भाई विषय कथा गले आमे एथर कथा हवा भक्त श्रेष्ठ बजरंगबली हनुमान विषय आमे जो भक्त जड़े भक्त एमती भक्त तांको विषय भाभी देले संकट मोचन हो जाए बोली संकट मोचन आमे कहूछु तांको जो लोक माने अति आतुर समय रे बसिकी ओडिया पिलाटी भी आज मध्य हनुमान चालीसा ही गाइब जदि भूत प्रेत पिशाच आसीगले हनुमान विषय गाइब तुम रक्ष काहू को डरना जदि कोई डर लगला हनुमान विषय सुमरिब से गोटे भक्त विषय से गोटे भगवान विषय कौन कह हनुमान जी महादेव अंश समस्ते आम जानी एकादश रुद्र अवतार नहीं आसिले कारण कौन ना रावण 10 मुंड देकी महादेव को तोसी थिला ये 10 रूप थे महादेव 10 अवतार थिला प्रथम तांकर तेन 10 अवतार जाकू ये तोसी देइछि तेन एकादश रुद्र धरिकी आसी रूप धरिकी आसिले एकेरे हनुमान जी होचंती विनम्र बाला भक्त विनम्र शास्त्र वर्णना करा महर्षि वाल्मीकि कहउछंती यत्र यत्र रघुनाथ कीर्तनम तत्र तत्र कृतमस्तकांजलिम बाष्प बारी परिपूर्ण लोचनम मारुति नमस्ते राक्षसंतकम आमे एठी रघुनाथन कथा होउजे सेठी कोठी ना कोठी को रूप रे गोटे थिबा कांत निश्चित रूप रे तेणु कहबार कारण मनोजवं मारुत तुल्य वेगम जितेन्द्रियं बुद्धिमता वरिष्ठम बतात्मजं बाणवैथम क्षम श्रीराम दूतम शरणं प्रपद्ये देखंतु आज मु गोटे डिग्री पाई गली एमबीए मन कर होई गली कि ग्रेजुएट होई गली कि गोटे एमबीबीएस पाई गली आउ मु कालर टेकी जाली सीधा कथा 8 डिग्री धरिसंती मनोजवं मारुत तुल्य वेगम जितेन्द्रियं बुद्धिमता वरिष्ठम 8 डिग्री धरिसंती तुम चाहती कौन श्रीराम दूतम शरण प्रपद्ये रघुनाथंकर दूत तुच्छ सेवक जेतेबेले पचरा गला समुद्र लंघन जेतेबेले हैला समस्ते बसिसंती दक्षिण दिगକୁ जो बानर सेना जाइथिले नेता होचंती किए युवराज अंगद पचरा गला किए केते जीव किए केते जीव किए केते जीव सब रहिले कि 70 कि 80 कि 40 कि 50 अंगद जी कहउछंती मु जीबी हेरि किंतु आसी परिबिनी जामबान जी कहउछंती कोन ना जेतेबेले त्रिविक्रम अवतार नैथिले मु 7 थर पृथ्वी परिक्रमा करथिले आज जेहेतु वृद्ध होई जाईछि आउ बळ पाउनी ये बसुंती मुह पोती तळकु मुह करी जेते प्रकार जामबान बुझौछंती कि पवन तनय बल पवन समान बुद्धि विवेक विज्ञान निधान अरे पवनकर पुओ तू उठिले क्षणिक ये सिंधु कोन ये सिंधु कोन उठु नांती माइले पिन जामबान जी महाराज राम काज लगी तब अवतारा सुनत भयो पर्वतकारा वाह सांगे सांगे उठिले माने एभली भक्त आज देखंतु रघुनाथ जगन्नाथ हेकी बसुंती एथिरे तो दुई मत नाही हनुमान जी चारि पटे साउथ पटे कहते छोटी अपड़ी बड़ी अपड़ी होती हनुमान जी छोटी अपड़ी होती गरुड़ जी तेणु एभली भक्त अच्छा सीताराम गुणग्राम पुण्यारण्य विहारिण वंदे विशुद्ध विज्ञान कविस्वर कपीश्वर सीताराम जो गुणग्राम रहिला ताको यदि जंगल गोटे धरा जाए ता भितर जोड़े जीव अछंती जने मर्कट जने कोकिल कोकिल किए ना वाल्मीकि वंदे वाल्मीकि कोकिल बोली कह जेहेतु काव्यर प्रथम माने काव्य रचना कला वाला सी तेणु से कोकिल मर्कट रहिले हनुमान जी वंदे विशुद्ध विज्ञान सब बतई देले वाल्मीकि जी तो प्रथम काव्य जेहेतु रामायण छंद कौन लय कौन ताल कौन सब बतईले गोटिक मुंडरू हनुमान जी साइंस पढ़ाई देले जयगिरी चरण देई हनुमंता चले उषगा पाताल तुरंता न्यूटन स्टारल हनुमान जी आ गोटे विनम्रता भारी भल लगे मते कुमार विश्वास गांधी प्राय हिंदी साहित्यिक जो अच्छा भाइराल तो मत भल लगे जिते लक्ष्मण जी शक्तिभेद हो जाइए पठेले जड़ीबुटी आने सुषण बद्य चलले द्रोणगिरी गंधमार्दन कई गंधमार्दन कहते कई द्रोणगिरी कहते जिते गले सूर्य देवता सहित इंटराक्शन चलती सूर्य देवता कौन कहते ना हे सूरज इतना याद रखना संकट सूरज वंश पे है लंका के नीच राहु द्वारा आघात दिनेश वंश पर है दिनेश अंश पर है मेरे आने से पहले अगर किरण का चमत्कार होगा तो सूर्य वंश पर सूर्य देव निश्चित ही अंधकार होगा
इसलिए छुपे रहना भगवान, जब तक जड़ी पहुंचा दूं मैं तभी प्रकट होना भगवान, जब संकट दशा मिटा दूं मैं। वरना वरना दिनकर आपको पता है अंजनी तनय से पाला है, और बचपन से आपको पता है हनुमत कितना मत वाला है। वाह ଏଇଭଳି ହାତ ଯୋଡିକି ଧମକ ଦବାଟା ଯଦି କ୍ୟାଟ୍ ଶିଖିବ ହନୁମାନ ଗୋଟା ଚାହିଁଲେ କିଛି ବି କରିପାରିବେ। ଦେଖନ୍ତୁ ରଘୁନାଥ ହଉଛନ୍ତି ମାନେ ଯାହା ଲୋମ ମୂଳରେ କୋଟି କୋଟି ବ୍ରହ୍ମାଣ୍ଡ ଅଛି, ତାଙ୍କୁ କାନ୍ଧରେ ବସେଇକି ଉଡିକି ଯାଉଛନ୍ତି। ତେଣୁ ତାଙ୍କ ବଳ କେତେ। ତେଣୁ ଗୋଟେ କଥା ଆସେ, ସେନାରେ ଯେତେ ଅଛନ୍ତି ସବୁ ବୀର, ତାଙ୍କୁ କଣ୍ଟ୍ରୋଲ କରନ୍ତି କିଏ? ରଘୁବୀର। ରଘୁବୀରଙ୍କ ଅଣ୍ଡରରେ କିଏ ରହିଲେ? ଲକ୍ଷ୍ମଣଜୀ, ସୁଗ୍ରୀବ, ଜାମ୍ବବାନ, ଏମାନେ ସବୁ ମହାବଳୀ ଜଣେ ଜଣେ। କିନ୍ତୁ ଇଏ ଦି ଭାଇ ଯାକୁ କାନ୍ଧରେ ବସେଇକି ଗଲା ବାଲା ହଉଛି ମହାବୀର। ମହାବୀର କହିଲେ ହନୁମାନ। ବାହ ମାନେ ଆମେ ପ୍ରାୟ ହନୁମାନ ମହାରାଜ କୁ ଅଷ୍ଟସିଦ୍ଧି ନୌନିଧିର ଅଷ୍ଟସିଦ୍ଧି ନବନିଧି ଅଛି ବୋଲି ଭାବୁ, କିନ୍ତୁ ସେ ଦେଇ ବି ପାରନ୍ତି। ଅଷ୍ଟସିଦ୍ଧି ନୌନିଧି ଦେଇପାରିବେ ବୋଲି ତାଙ୍କୁ ମା ଜାନକୀ ବର ଦେଇଥିଲେ। ଗୋଟେ ଭକ୍ତରୁ ଭଗବାନ ହବାର ଯାତ୍ରାର ଭାଗ୍ୟ ଯଦି କାହା ପାଖରେ ଅଛି, ଚିରଞ୍ଜୀବୀ ଜଣେ ସେ ତାଙ୍କରି ପାଖରେ ଅଛି। ଆଉ ଭକ୍ତିର ଶକ୍ତି କେତେ ଶକ୍ତି ହେଇପାରିବ ଭକ୍ତିରେ, ସେଇଟା ଏବେ ଦେଖନ୍ତୁ ରାମାୟଣ ବହୁତ ପ୍ରବଚନ ଦଉଛନ୍ତି ବହୁତ ବକ୍ତା, କିନ୍ତୁ ମୂଳ ବିଷୟକୁ ଯିବା ବାଲା ବିରଳ। ମୂଳ ପଏଣ୍ଟକୁ ଯିବା ବାଲା ବକ୍ତା ବର୍ତ୍ତମାନ ବିରଳ। ବସି ଦଉଛନ୍ତି ଏକାନରେ କଣ ପୁରଉଛନ୍ତି, ଆସିକି ମଞ୍ଚରେ ବସିକି କଣ କହୁଛନ୍ତି ସେ ନିଜେ ବି ହୁଏତ ଜାଣିନଥିବେ ହଉଛି। ତେଣୁ ତା ଭିତରେ ଦେଖିବେ ଗୋଟେ ଜିନିଷ ହନୁମାନଜୀଙ୍କଠୁ ଶିଖିବା କଥା। ଯଦି ଆପଣ କାହାକୁ ପ୍ରଶ୍ନ କରିବେ, ହାରେ ହଁ ମତେ କହିଲା, ଏ ଭାବନା ଆସୁଛି ତାଙ୍କ ମନରେ। ଟିକେ ପୂର୍ବରୁ ଶ୍ଲୋକଟା ଶୁଣଉଥିଲି, ଯତ୍ର ଯତ୍ର ରଘୁନାଥ କୀର୍ତ୍ତନମ୍ ତତ୍ର ତତ୍ର କୃତ ମସ୍ତକାଞ୍ଜଳିମ୍ ବାଷ୍ପ ବାରି ପରିପୂର୍ଣ୍ଣ ଲୋଚନମ୍ ମାରୁତି ନମସ୍ତେ ରାକ୍ଷସନ୍ତକମ୍। ମୁଣ୍ଡକୁ ପୋତିକି ଅଶ୍ରୁ ବାହାର କରିକି ଶୁଣୁଛନ୍ତି। ଜ୍ଞାନୀ ନାମକର ଗଣ୍ୟମ୍ ଉପାଧି ଦିଆହେଇଛି, କିନ୍ତୁ ମୁଣ୍ଡ ପୋତିକି ଶୁଣୁଛନ୍ତି। କାହିଁକି ଶୁଣୁଛନ୍ତି ନା, ଗୋଟେ ପ୍ରସଙ୍ଗ ଆସେ, ଜଣେ ବକ୍ତା ସୁନ୍ଦରକାଣ୍ଡ ପ୍ରବଚନ କରୁଛନ୍ତି, ତ ସେଠି କହୁଛନ୍ତି କି ଲଙ୍କାରେ ସବୁ ସୁନ୍ଦର ସୁନ୍ଦର ଧଳା ଫୁଲ ଫୁଟିଥାଏ। ଅଶୋକ କାନନ ଯେତେବେଳେ ବର୍ଣ୍ଣନା କରୁଥିଲେ, ତ ପ୍ରବଚନ ସରିଲା, ଆସିକି ଯେତେବେଳେ ବିଶ୍ରାମ ନେଇଛନ୍ତି ହନୁମାନଜୀ ସ୍ୱପ୍ନାଦେଶ ଦେଲେ, କହିଲେ ଲଙ୍କାରେ ଧଳା ଫୁଲ ନଥିଲା, ନାଲି ଫୁଲ ଥିଲା। ଆଚ୍ଛା, ଇଏ ବକ୍ତା କଣ ଯାଇଥିଲେ ଲଙ୍କା ଦେଖିବାକୁ? ଦେଖିଛନ୍ତି କି ହନୁମାନଜୀ? ତାହେଲେ କୋଉଟା ସତ, ହନୁମାନଜୀଙ୍କ କଥା ସତ ନା ବକ୍ତାଙ୍କ କଥା ସତ? ସମସ୍ତେ କହିବେ ହନୁମାନଜୀଙ୍କ କଥା ସତ, ଯେହେତୁ ସେ ଦେଖିବାକୁ ଯାଇଛନ୍ତି। ଇଏ ଏଠୁ କହିଲେ, ଆଜ୍ଞା ଯଦି ଆପଣ କହୁଛନ୍ତି ତାହେଲେ ସ୍ୱପ୍ନରେ ମୋର ଭୁଲ ହେଇଛି, ମୁଁ ନେକ୍ସଟ ଟାଇମ କ୍ଲିୟର କରିଦେବି। ଆମେ ଜାଣିଛେ ବ୍ୟାସ ଆସନଟା ହଉଛି ମାନେ ଭଗବାନଙ୍କ ଦ୍ଵାରା ଗୋଟେ ସ୍ୱତନ୍ତ୍ର ଆସନ, ଭଗବାନଙ୍କ କୃପା ରହିଲେ ସେ ଆସନରେ ଜଣେ ବସିପାରିବ। ସାଧାରଣ ଆସନ ନୁହଁ। ଆଜିକାଲି ଲୋକ ଯେମିତି ଭାବି ଦଉଛନ୍ତି ସାଧାରଣ ଆସନ, ଯିଏ ମନ ସିଏ ଯାଇକି ବସି ପଡୁଛି, ସେ ସେଇ ଆସନ ନୁହଁ। ତ ଯେତେବେଳେ ପୁନର୍ବାର ବସିଛନ୍ତି ଆଉ ଗୋଟେ ଜାଗାରେ, ପୁଣି ବ୍ୟାସ ଆସନରେ ପୁଣି ପ୍ରବଚନ, ପୁଣି ଲଙ୍କାରେ ସୁନ୍ଦର ଧଳା ଫୁଲ ଗୁଡିଏ ଫୁଟିଥିଲା। ହନୁମାନଜୀ ପୁଣି ଆସିଲେ, ଆରେ କି କଥା ଇଏ, ମୁଁ ବାରମ୍ବାର କହୁଛି ନାଲି ଫୁଲ, ତମେ କଣ ବାରମ୍ବାର କହି ଚାଲିଛ ଧଳା ଫୁଲ ବୋଲି? ନା ନା ନା, ମୋ ବ୍ୟାସ ଆସନରେ ବସିକି ମୋ ପାଟିରୁ ବାହାରୁଛି ମାନେ ଇଏ ଭଗବାନଙ୍କ ପ୍ରେରଣା। मेरे तो आश्रयवास राम कथा कहना उनका काम, रघुनाथ प्रेरणा କରୁଛନ୍ତି, ସେ ଜାଣିଥିବେ। ଚାଲିଲେ ସିଧା ସାକେତ ଲୋକ, ପ୍ରଭୁ ଏମିତି ଏମିତି ଅଡୁଆ ହେଇଯାଇଛି ନା କଣ ସେ ବକ୍ତା ମାନୁନି, ମୁଁ ଦେଖିଛି ନା, ତାହେଲେ କି ପ୍ରମାଣ ଦବ? ନା ଲଙ୍କାରେ ମୋ ସାଙ୍ଗରେ 2 ଜଣ ଥିଲେ, ମା ସୀତା ଥିଲେ, ବିଭୀଷଣଜୀ ଥିଲେ, 2 ଜଣ ଯାକ ଆସିଲେ, କଥାବାର୍ତ୍ତା ଚାଲିଲା, ସମସ୍ତେ କହିଲେ ଲଙ୍କାରେ ଧଳା ଫୁଲ ଥିଲା। ବିଭୀଷଣଜୀ କହିଲେ, ସୀତା ମା ବି ସେ କଥା କହିଲେ। ହନୁମାନଜୀ ଚୁପ୍, ଆରେ ଦେଖିଛନ୍ତି ତ ନାଲି। ବିଭୀଷଣଜୀ ମହାରାଜ ବୁଝଉଛନ୍ତି, ହନୁମାନଜୀ ତମ ଦେଖିବାଟା ଭୁଲ ନୁହଁ। ସେତେବେଳେ ତୁମେ ରାବଣ ଉପରେ ଏତେ କ୍ରୋଧାନ୍ୱିତ ହୋଇଥିଲ, ତମ ଆଖି ପୁରା ଲାଲ ହେଇଯାଇଥିଲା, ରକ୍ତବର୍ଣ୍ଣ ହେଇଯାଇଥିଲା, ତେଣୁ ତୁମକୁ ସବୁ ଜିନିଷ ଲାଲ ଲାଲ ଦେଖାଯାଉଥିଲା। ସେଇଠି ହନୁମାନଜୀ ହାତ ଯୋଡ଼ିଦେଲେ, ଯିଏ ବ୍ୟାସ ଆସନରେ ବସୁଛି ଯାହା କହୁଛି ଭୁଲ କହୁ ଠିକ କହୁ, ଠିକ ମୁଁ ଶୁଣିବି। ଏ ହଉଛି ତାଙ୍କ ବିନମ୍ରତା। ତା ବୋଲି ନୁହଁ କି କଥାରେ, ଦେଖନ୍ତୁ କଥାରେ ବି ଅପରାଧ ଅଛି, ଟିକେ ମିଷ୍ଟେକ୍ ହେଇଗଲେ ଅପରାଧ ଲାଗେ, ବକ୍ତାକୁ ଲାଗେ ବହୁତ, ଶ୍ରୋତାଙ୍କୁ ଲାଗିବ, କାହା ଲାଗି? ବକ୍ତାଙ୍କୁ ଲାଗି। ତେଣୁ ଶ୍ରୋତାଙ୍କର ଯୋଉ ଦୋଷଟା ସେଟା ବକ୍ତାକୁ ଭୋଗିବାକୁ ପଡିବ। ପଇସା ଛପା ବିଜନେସ ବୋଲି ଲୋକ ଆଜିକାଲି ତାକୁ ଭାବି ନେଲେଣି। ଆଜିକାଲି ତ ବର୍ଣ୍ଣାଢ୍ୟ ବକ୍ତା, ବର୍ଣ୍ଣାଢ୍ୟ ମଞ୍ଚ, ଏକଦମ ମାନେ ହାରମୋନିୟମ ତୁରି ଧରିକି ପ୍ରବଚନ ପେଣ୍ଡାଲଟା ଭଜନ ପେଣ୍ଡାଲ ହେଇଗଲାଣି। ହଁ, ସେଟା ଶୋ। ଆମେ ମୂଳ ତତ୍ତ୍ୱରୁ ଅଟକିବାନି। ଆମେ ଆଜି ରାମ କଥା ହଉଛେ, ଆମ ଭାଗ୍ୟ ଆମେ ରାମ କଥା ହଉଛେ। ଆମେ ଏପଟର ତ କଥା ହେଇଗଲେ, ସେପଟେ ଆମେ କହୁ କି ସେପଟ ପୂର୍ବକୁ ଯିବା ପାଇଁ ମୁଁ ଟିକେ ମଝିରେ ଆପଣଙ୍କୁ ଅଟକେଇବି। ଆମେ ମୁଖ୍ୟ ଚରିତ୍ରକୁ ଛାଡିଦେଲେ। ନିହାତି ନିହାତି ଦଶରଥ ମହାରାଜ। ହଁ, ବେଦ ଦଶରଥ ନୃପ, ସାକ୍ଷାତ ବେଦ ହଉଛନ୍ତି ଦଶରଥ। ମାନେ ଗୋଟେ ଆଶ୍ଚର୍ଯ୍ୟ କଥା ଦେଖିବେ, 60,000 ବର୍ଷ ଯାଏ ତାଙ୍କର ପୁଅ ନଥିଲେ, ବଂଶ ନଥିଲେ। ଆଶ୍ଚର୍ଯ୍ୟ କଥା, 60,000 ବର୍ଷ ଯାଏ ପୁଅ ନଥିଲେ। କହିବା ଲୋକଙ୍କୁ, ଶୁଣିବା ଲୋକଙ୍କୁ ହୁଏତ ଲାଗିବ କଣ ଇଏ ତ୍ରେତା ଯୁଗ କଥା ନାହିଁ, ସେତେବେଳେ କାଳ ଗଣନା ଅନୁସାରେ ବୟସ ଅଧିକ ଥିଲା, ତେଣୁ 60 ବର୍ଷ କାଳ ତାଙ୍କର ପୁଅ ନଥିଲା। ତ ପୁତ୍ର ଜନ୍ମ ପାଇଁ ସେ ଅଶ୍ୱମେଧ ଯଜ୍ଞ କରିଥିଲେ।
ଆପଣ କହିବେ ପୁତ୍ର ଜନ୍ମ ପାଇଁ ତ ପୁତ୍ର କାମେଷ୍ଟି ଯଜ୍ଞ ଅଛି, ଅଶ୍ୱମେଧ ଯଜ୍ଞ କଣ? ନା ଦଶରଥ ଜି ଭାବୁଛନ୍ତି କି କାଳେ ମୋ ଦ୍ୱାରା କିଛି ବଡ ପାପ ହେଇଯାଇଛି, ତେଣୁ ମୋର ସନ୍ତତି ହଉନି, ତେଣୁ ମୁଁ ପ୍ରଥମେ ଅଶ୍ୱମେଧ ଯଜ୍ଞ କରିବି, ବର୍ଷେ ଚାଲିବ ସେମାନେ, ତାପରେ ପୁତ୍ରେଷ୍ଟି ଯଜ୍ଞ ହେଲା। କିନ୍ତୁ ମହାରାଜ ଦଶରଥ ଏତିକି ଜାଣିନାହାନ୍ତି, ଏଟା ବ୍ରହ୍ମ ଲୋକରେ ବିଚାର ଚାଲିଛି। ବ୍ରହ୍ମା କହୁଛନ୍ତି କି ଦଶରଥ ଏତେ ପୁଣ୍ୟାତ୍ମା, ମୁଁ କାହାକୁ ତାଙ୍କର ପୁଅ କରିକି ପଠେଇବି, କାହାକୁ ତାଙ୍କର ପୁଅ କରିକି ପଠେଇବି? ବେଦରେ 3ଟା କାଣ୍ଡ ଅଛି, କର୍ମକାଣ୍ଡ, ଭକ୍ତିକାଣ୍ଡ, ଜ୍ଞାନକାଣ୍ଡ। ଦଶରଥ ମହାରାଜଙ୍କର 3 ପାଟ ରାଣୀ। ଭକ୍ତିମୟୀ ମା ହେଲେ କୌଶଲ୍ୟା, କର୍ମ ହେଲେ ମା କୈକେୟୀ, ଜ୍ଞାନ ହେଲେ ମା ସୁମିତ୍ରା। ଦଶରଥଙ୍କର ବର୍ଣ୍ଣନା ଆସେ ଏଇଟା। ପୁଣି ଗୋଟେ କଥା ଆସେ କଣ ନା ହରିହର କଥା ବିରାଜ ତ ବେନି, ମା ମାନେ ସବୁ ବେଣୀ ପକଉଛନ୍ତି। 3 ଭାଗ କଲେ ଚୁଟିଟାକୁ ବେଣୀ ପକେଇବେ, କିନ୍ତୁ ଦିଶିବ 2 ଭାଗ। ଯେମିତି ଆମର ତ୍ରିବେଣୀ ସଙ୍ଗମ, ଯମୁନା ଗଙ୍ଗା ଦିଶୁଛନ୍ତି, ସରସ୍ୱତୀ ଦିଶୁନାହାନ୍ତି। ରାମାୟଣ ହଉଛି ସେଇଆ। ସୁରସରୀ ଧାରା, ଗଙ୍ଗା ମା ହଉଛନ୍ତି କିଏ ନା ଭକ୍ତି। କର୍ମ କଥା ରବିନନ୍ଦନୀ ବର୍ଣ୍ଣନୀ, କର୍ମ କଥା କିଏ ନା ରବିନନ୍ଦନୀ ବୋଲେ ଯମୁନା। ଆଉ ସରସ୍ୱତୀ ବ୍ରହ୍ମ ବିଚାର ପ୍ରସାରା, ସରସ୍ୱତୀ ହଉଛନ୍ତି ବ୍ରହ୍ମ ବିଚାର। ଦେଖିବାକୁ ଗଲେ ସରସ୍ୱତୀ ଦିଶୁନାହାନ୍ତି। ଇଏ ହରିହର କଥା ଚାଲିଛି, ଜ୍ଞାନ ଭକ୍ତି କଥା ଚାଲିଛି, କିନ୍ତୁ କର୍ମ କଥାଟା ଯୋଉଟା ଆମର ଯୋଉ ବ୍ରହ୍ମ ତତ୍ତ୍ୱ ଯୋଉ ଦର୍ଶନଟା ସରସ୍ୱତୀ ମାଙ୍କ, ଏଟା ଲୁକାୟିତ ହେଇକି ଅଛି। ତେଣୁ ରାମ କଥା ଭିତରେ ସେମିତି ଯଦି ଖୋଜିବେ, ପ୍ରକୃତ ବ୍ରହ୍ମର ବାଚନ ରାମାୟଣରେ ଛତ୍ର ଛତ୍ର ହେଇକି ଅଛି। ଗୋଟେ ସିମ୍ପଲ ଏକ୍ସାମ୍ପଲ ଆସେ, ଯେତେବେଳେ ବିଭୀଷଣଜୀ ମହାରାଜ ଶରଣାଗତି ଆସିଲେ, ତା ପୂର୍ବରୁ ଆମେ ବାଳି ଡିସ୍କସନଟା ଟିକେ କରିଦବା। ବାଳି ସୁଗ୍ରୀବଙ୍କର ଲଢେଇ ଚାଲିଛି। ରଘୁନାଥ ଯାଇକି ପହଞ୍ଚିଲେ, ସୁଗ୍ରୀବଙ୍କ ସହିତ ମୈତ୍ର ବସିଲେ। ତ ମୈତ୍ର ବସିଲା ପରେ କଣ ହେଇଛି, ବାଳିକି ବଧ କଲେ, ଗୋଟିଏ କାଣ୍ଡ ମାରିଲେ, ବାଳିକି କାଳେ ସହାୟ କରିଦେଲେ। ବାଳି ଯିଏ ଅତୁଳିତ ବଳ, ମାନେ ବଳର ଅଧିକାରୀ, ସଂସାରରେ ଲୋକ କହନ୍ତି କି ରଘୁନାଥ ବାଳିକି ଲୁଚେଇ କାହିଁକି ମାଇଲେ। କିଛି ଜଣ କହୁଛନ୍ତି ସାମ୍ନାସାମ୍ନି ହେଲେ ବାଳି ଅଧା ବଳ ଭିଡି ନବ। ଗୋଟେ ସିମ୍ପଲ ଏକ୍ସାମ୍ପଲ ଆପଣଙ୍କୁ ଦେବି। ଏଠି ଆପଣଙ୍କର କର୍ଡରେ ଚାର୍ଜ ବସିଛି, ମୋବାଇଲଟାକୁ ଆପଣ ବସେଇଲେ ପିନରେ, ଚାର୍ଜ ସୁଇଚଟାକୁ ଅନ୍ କରିଦେଲେ। କରେଣ୍ଟ ହଉଛି କଣ ମାନେ ଅନଲିମିଟେଡ ଏନର୍ଜି ପ୍ରୋଭାଇଡ କରିବ, କିନ୍ତୁ ମୋବାଇଲର ଗୋଟେ ଲିମିଟ ଅଛି ଏନର୍ଜିଟାକୁ ନବା ପାଇଁ। ତ ମୋବାଇଲ ଯେତେବେଳେ ବ୍ୟାଟେରୀଟା ଫୁଲ ହେଇଯିବ, ତାପରେ କିଛି ସମୟ ପାଇଁ ଇଏ ରଖିବ, ବସିବ। ଯଦି ଆପଣ ମୋବାଇଲଟାକୁ ନ କାଢିବେ, ସେମିତି ବସେଇଥିବେ, ମୋବାଇଲଟା ରହିବ, ଫାଟିଯିବ। ତେଣୁ ଭଗବାନ ହଉଛନ୍ତି ଅସୀମ ବଳର ଅଧିକାରୀ, ବାଳି ବର ପାଇଛି ଅଧା ବଳ ନବ। ୟାଙ୍କଠୁ ଅଧା ବଳରେ କିଛି କମ ହେଲାଣି। ଏମିତି ଗୋଟେ ଭାବନା ଆସେ, ଲୋକ ଉଲ୍ଟା ବୁଝନ୍ତି ତାକୁ। ବାଳିକି ମାରିବାର କାରଣ କଣ ଭଗବାନ ନିଜେ ଡିଫାଇନ କରିଦେଇଛନ୍ତି। ଡିଫାଇନ କଲେ କଣ କହିଲେ, ଅନୁଜ ବଧୁ ଅଗ୍ନି ସତ ନାରୀ ସୁନିଶତ କନ୍ୟା ସମୟ ଚାରି, ଇହ୍ନେ କୁଦୃଷ୍ଟି ବିଲୋ କହି ଯୋହି, ତାହି ବଧୁ କୁଛ ପାପନ ହୁଇ, ତାହି ମାରୁ କୁଛ ପାପନ ହୁଇ। ତୁ ସୁଗ୍ରୀବକୁ ହତାଦର କଲୁ, ତାକୁ ତଡ଼ିଲୁ, ଠିକ ଅଛି, ତା ପତ୍ନୀକି ନେଇକି ପାଖରେ ରଖିଲୁ, ଅନୁଜ ବଧୁ ଭାଇ ବୋହୁ ତୋର ଝିଅ ଭଳିଆ, ତେଣୁ ଯୋଉ କୁକର୍ମ ତୁ କଲୁ, ତତେ ମାରିଲି। ତ ବାଳି କହିଲେ ମୁଁ ତ ପଶୁ, ଆପଣ ତ ହଉଛନ୍ତି ମାନେ କ୍ଷତ୍ରିୟ ଚୂଡାମଣି, ଆପଣ ମତେ ବଧିଲେ। ମୋର ଗୋଟେ ଭାବ ଥିଲା, ସ୍ୱତନ୍ତ୍ର ଭାବ, ଟିକକ ଦୋଷକୁ ବୀର କି ରୋଷ ବହିଲ ହେ, ଟିକକ ଦୋଷକୁ ବୀର ଟେକି ନ ରଖିଲ ଟେକ, ଟେକି ନ ରଖିଲ ଟେକ, କି ପାତାଳି ଦେଲ ହେ, ଟିକକ ଦୋଷକୁ ବୀର। ଗଜ ମାରି ଥାନ୍ତ ଯେବେ, ମୋତି ଲଭି ଥାନ୍ତ ତେବେ, ମୁଁ ପରି ନିରୀହ ପ୍ରାଣୀ କିମ୍ପାଇଁ ବଧିଲ। ରଘୁନାଥଙ୍କ ଆଖି ସଜଳ ହେଇଗଲା, ନେତ୍ର ସଜଳ ହେଇଗଲା ବାଳିର ଭାବ ଦେଖିକି। ତାଙ୍କର ଗୋଟେ ପଦ ଅଛି ନା, ଯିଏ ଆସିକି ମୋ ଚରଣରେ ଶରଣ ପଶିଲା, ସେ ଯେଡ଼େ ବଡ ଅପରାଧ କରିଥାଉ, ମୁଁ ତାକୁ କ୍ଷମା କରିଦେବି। କହ ବାଳି ବଞ୍ଚିବୁ, ବଞ୍ଚିବୁ। ବାଳି ମନା କରୁଛି, ଜନମ ଜନମ ମୁନି ଯତନ କର ଆହି, ଅନ୍ତେ ରାମ କହ ଆବତ ନାହିଁ। ପ୍ରଭୁ ଜନ୍ମ ଜନ୍ମ କଳ୍ପ କଳ୍ପ ଯୁଗ ଯୁଗ ଧରିକି ମୁନି ଋଷି ମାନେ ତପସ୍ୟା କରନ୍ତି, ମଲା ବେଳକୁ ଦର୍ଶନ ଛାଡ ପାଟିରେ ନାଁ ପଶେନି। ପ୍ରଭୁ ତମେ ମୋ ଆଗରେ ଠିଆ ହେଇଛ, ତମ ହାତରେ ମରୁଛି, ମରଣ ଆସିବ, ଏଇଭଳିଆ ମରଣ ମତେ ମିଳିବ, ଆଉ ବଞ୍ଚେଇବି। କୋଉଠି ବାଳି ସାପ ଦେଲା, ପ୍ରବଚନ ୟୁଜ କରୁଛନ୍ତି ସବୁ, ଜଗନ୍ନାଥଙ୍କୁ ସାପ ଦେଇଛି ବାଳି ବୋଲି, କୋଉଠି ବାଳି ସାପ ଦେଲା? ବାଳି ତ ଅନୁରକ୍ତ ହେଇକି, ପ୍ରଭୁ କୃପା କଲ ମୋ ଉପରେ ତୁମେ, କି ମୋ ଭଳିଆ ଗୋଟେ ପାତକକୁ ମାରିବା ପାଇଁ ତମେ ଯଦି ଆସିକି ପହଞ୍ଚ, ତମ ହାତରେ ଯଦି ମରୁଛି, ୟାଠୁ ବଡ ଭାଗ୍ୟ ଆଉ କଣ ଅଛି ସଂସାରରେ। ସୁଗ୍ରୀବକୁ ନେଇକି ଗଲେ, ଗଲା ପରେ ଯେତେବେଳେ ସେତୁବନ୍ଧ ପଡି ସାରିଲା ପରେ ବିଭୀଷଣ ଆସିଛନ୍ତି ଶରଣାଗତି ନେବା ପାଇଁ, ରାତି ଅଧରେ ଆସିଛନ୍ତି, ଶଙ୍ଖ ମାନେ ଆମର ଆୟୁଧ ଧରିକି ବିଭୀଷଣ ଆସିଛନ୍ତି। ସୁଗ୍ରୀବଜୀ ଭୟ କଲେ, ଏଠି ରାମଙ୍କର ରାମତ୍ୱ ପ୍ରକାଶିତ ହେଇଛି, ତା ଭିତରେ ଦେଖିବେ ସବୁଠି ମର୍ଯ୍ୟାଦାରେ ଚାଲିଛନ୍ତି, ଏଠି ରାମଙ୍କର ରାମତ୍ୱ ବାହାରିଛି। ରାମଙ୍କର ରାମତ୍ୱ କଣ ମହର୍ଷି ବାଲ୍ମୀକି ବର୍ଣ୍ଣନା କରୁଛନ୍ତି। ସୁଗ୍ରୀବଜୀ ଟିକେ ଭୟ କରିଦେଲେ, ଶତ୍ରୁର ଭାଇ ଆଉଛି, ରାତି ଅଧାରେ ଆଉଛି, ତାପରେ ତାମସ ଦେହ ନିଶାଚର ଶରୀର, କଣ ମାୟା କରିବେ, କଣ କରିବେ, ଏମିତି ଗୋଟେ ଭାବନା ତାଙ୍କ ମନରେ ଆସିଛି। ଭାବିବା ବି ସ୍ୱାଭାବିକ। ରଘୁନାଥ କହିଲେ, ତାକୁ ତମେ ମୋ ପାଖକୁ ଆଣ, ଯେହେତୁ ମୋ ପଦ ହଉଛି ଶରଣ ରକ୍ଷଣ, ମୋ ଶରଣକୁ ଆଇଛି, ସେ କୋଉ ହେତୁ ଆସିଛି ମୁଁ ଜାଣିନି, ତାକୁ ଆଣିକି ପହଞ୍ଚ ଫାଷ୍ଟ। ନା ପ୍ରଭୁ ଯଦି କିଛି ଅଘଟଣ ହୁଏ, ଆରେ ତମେ କଣ ଭାବୁଛ ଏଇ ବାନର ସେନା ଧରିକି ମୁଁ ତମ ସାହସରେ ଆସିଛି ଲଙ୍କା ଜୟ କରିବାକୁ?
ଅଙ୍ଗୁଳି ଅଗ୍ରଣ ତାଙ୍ଗ ହନିଶ୍ୟାମି ଇଚ୍ଛନ ହରିଗଣେଶ୍ୱର। ଏ ସଂସାରରେ ଯେତେ ଆତତାୟୀ ପାପୀ ରାକ୍ଷସ ନିଶାଚର ପିଶାଚ ପ୍ରେତ ଅଛନ୍ତି ଅଙ୍ଗୁଳି ଅଗ୍ରଣ ତାଙ୍ଗ ହନିଶ୍ୟାମି ଧନୁଷର ଦରକାର ନାହିଁ। ଆଙ୍ଗୁଳି ଆଗରେ ସମସ୍ତଙ୍କୁ ପୋକ ମାଛି ମାରିଲା ଭଳିଆ ଉକୁଣି ମାରିଲା ଭଳିଆ ମାରିଦେବି ସମସ୍ତଙ୍କୁ। ଅଙ୍ଗୁଳି ଅଗ୍ରଣ ତାଙ୍ଗ ହନିଶ୍ୟାମି ଇଚ୍ଛନ ହରିଗଣେଶ୍ୱର। ହରିଗଣ ମାନେ ମାଙ୍କଡ ମାନଙ୍କର ଯୁଦ୍ଧ ତାଙ୍କ ଈଶ୍ୱର ହେଲେ ସୁଧୁରିବ। ହନୁମାନଜୀ ଜାଣିଛନ୍ତି ନା ବିଷ୍ଣୁଙ୍କ ସହିତ ଇଣ୍ଟରାକ୍ସନ ହେଇଛି ତେଣୁ ବିଷ୍ଣୁଜୀ ଆସିକି ପହଞ୍ଚିଲେ। ବିଷ୍ଣୁଙ୍କ ପାଖରେ ଯେତେବେଳେ ଶରଣାଗତି ହେଲା ରାମତ୍ୱ ଦେଖେଇଲେ। ରାମତ୍ୱ କଣ ନା ମହାଦେବ ଦେଇଛନ୍ତି ରାବଣକୁ ଲଙ୍କା ଅଭୟ ବରଦାନ। ଯୁଦ୍ଧ ହେଇନି ରାବଣ ମରିନି ସୁପ୍ରିମକୋର୍ଟ ଅର୍ଡର ଦେଲା ଭଳିଆ ବିଭୀଷଣ ମୁଣ୍ଡରେ ସୁନା ମୁକୁଟ ଖଞ୍ଜି ଦେଇକି ତାକୁ ରାଜା ପଦ ଦେଇଦେଲେଣି। ଯୁଦ୍ଧ ହେଇନି ତାକୁ ରାଜା କରିଦେଲେଣି। ଭିଟୋ ପାୱାର ୟୁଜ ରାମଙ୍କର ରାମତ୍ୱ। ଆଉ ଭକ୍ତି ଦେଖିବେ କୈବର୍ତ୍ତ ବୋଧେ ନ ଭୂତ ନ ଭବିଷ୍ୟତି ସେଭଳିଆ ଭକ୍ତ ଯାଇକି ପହଞ୍ଚନ୍ତି ଗଙ୍ଗା କୂଳରେ। ଆସିଲା କହିଲା ପ୍ରଭୁ ଆଉ ପାଦ ଧୋଇଲେ ଯାଇକି ବସେଇବି ଭଞ୍ଜଙ୍କର ଆମର ନ ଧୋଇ ନବ ବ୍ରହ୍ମାରେ ଧୌତ ଯେ ପଦ ନଇଛି। ତେଣୁ ଯେତେବେଳେ ପାଦ ଧୋଇଲେ ଏ 6 ଥର ତାକୁ ପାଦ ଧୋଇଲାଣି। ଗୋଟେ ପାଦ ଧୋଉଛି ଆର ପାଦଟା ଜଙ୍ଘ ଉପରେ ରଖିଛି ପୁଣି ଏ ପାଦଟା ଯେତେବେଳେ ତଳେ ଥୁଆ ହେଇଯାଉଛି ଓଦା ପାଦ ମାନେ ବାଲିଟା ଲାଗିବ ନା ନାଇଁ ପୁଣି 6 ଥର ଧୋଇଲା। 6 ଥର କଣ ନା 3 ଜନ୍ମ ପାଇଁ 3 ଥର ଘର ପାଇଁ ଗୋଟେ ଥର ପୂର୍ବଜଙ୍କ ପାଇଁ ଗୋଟେ ଥର ସାଇ ପଡିଶାଙ୍କ ପାଇଁ ଗୋଟେ ଥର 6 ଥର ଧୋଇଦେଲା। ଏଇଟା ଗୋଟେ ବିଜ୍ଞାନ ହେଇଥିଲା କି ଉପେନ୍ଦ୍ର ଭଞ୍ଜ କହିଛନ୍ତି ଜ୍ଞାନୀ ନୁହଁ ସିଏ ବିଶୁଦ୍ଧ ବିଜ୍ଞାନୀ ସିଏ। ତାପରେ କଣ ହେଇଛି ନା କୈବର୍ତ୍ତ ଗଙ୍ଗା ନଦୀ ଯେତେବେଳେ ପାର କଲେ ମା ଗଙ୍ଗା ଚାହୁଁଛନ୍ତି ମନ ଭିତରେ ବ୍ରହ୍ମକୁ ଯିଏ ପାଇବ ଛାଡିବାକୁ କିଏ ଚାହିଁବ। ମା ଗଙ୍ଗା କହୁଛନ୍ତି ମୋ ଭିତରେ କିନ୍ତୁ ରହିଯାଆନ୍ତି କି ଆଉ କିଛି କ୍ଷଣ। କୈବର୍ତ୍ତ କହୁଛି ମୋ ଡଙ୍ଗାରେ ଆଉ କିଛି କ୍ଷଣ ରହିଯାଆନ୍ତି କି ଡଙ୍ଗାଟା ସିଧା ଯିବା ପରିବର୍ତ୍ତେ ସିଏ ବୁଲେଇ କିନ୍ତୁ ଛାଡିବିନି ଆଉ ଭାବନା ଏଇଆ ମନ ଭିତରେ ଆଉ ନେଇକି ଯାଉଛି। ନେଇକି ଗଲା ପରେ ଯେତେବେଳେ ସେପଟେ ଓହ୍ଲେଇ ଦେଲେ ଭଗବାନଙ୍କୁ ଏଠି ରଘୁନାଥ ରତ୍ନ ମୁଦ୍ରିକା କାଢିକି ଯାଚିଲେ କହିଲେ ନେବିନି। ନା କଣ ପାଇଁ ନା ତୁମ ଭି କେବଟ ମେ ଭି କେବଟ କେସେ ତୁମसे ले उतर आई। ଧୋବାଠୁ ଧୋବା କିଛି ନିଏନି ବ୍ରାହ୍ମଣଠୁ ବ୍ରାହ୍ମଣ କିଛି ନିଏନି ତେଲିଠୁ ତେଲି କିଛି ନୁହେନି। ଆଉ ତୁମେ ତ କେଉଟ ମୁଁ ତ କେଉଟ ତମଠୁ ନେବି କେମିତି। ଲକ୍ଷ୍ମଣଜୀ ମହାରାଜ ଆଶ୍ଚର୍ଯ୍ୟରେ କେଉଟ କଣ ଆଙ୍କୁ କହିଲାଣି ଆମେ ତ କ୍ଷତ୍ରିୟ ଦଶରଥଙ୍କ କୁଳରେ ଜନ୍ମ ସୂର୍ଯ୍ୟବଂଶୀ କ୍ଷତ୍ରିୟ ଆମେ ଇଏ କଣ କେଉଟ ବୋଲି। ଆପଣ କେଉଟ ନୁହଁ ତମେ ମୁଁ ଛୋଟିଆ କେଉଟ ତମ କେଉଟ ମାନଙ୍କ ସର୍ଦ୍ଦାର କେମିତି। ମୁଁ ଛୋଟିଆ ଗଙ୍ଗା ନଦୀରେ ଛୋଟିଆ ଡଙ୍ଗା ଚଲୁଛି ତମେ ଭବସାଗରରେ ପକେଇଛ ନା ତମେ ବଡ କେଉଟ ତମଠୁ କେମିତି ନେବି। ନା କଣ ତାହେଲେ ଚାହୁଁଛୁ ନା ମୁଁ ସେପଟ ଗଲା ଯାଏ ତମେ ଏପଟେ ଥିବ। ନା କାହିଁକି ନା ମୁଁ ଏକ ତ ତମକୁ ବନ ଯିବା ଦେଖିପାରିବିନି ଦୁଇରେ ମୁଁ ସେପଟକୁ ଗଲେ ଉଣ୍ଡିବି ଏପଟେ ମୋର ଗୋଟେ କଷ୍ଟମର ଅପେକ୍ଷା କରିକି ଅଛି ପୁଣି ଯେତେବେଳେ ଫେରିବ ମୁଁ ତାକୁ ନେଇକି ଯିବି। ରଘୁନାଥ କହିଲେ ଠିକ ଅଛି ଏ ତ ଭକ୍ତ ଭାବରେ ସବୁବେଳେ ବନ୍ଧା ଭକ୍ତର କଥାଟାକୁ ବା ଛାଡିବେ କେମିତି। କୈବର୍ତ୍ତ ସେଠୁ ଗଲେ ସେପଟେ ଯାଇକି ଯେତେବେଳେ ପହଞ୍ଚନ୍ତି ସେଠୁ କଣ ହେଇଛି ନା ରଘୁନାଥ ଗଲେ ଜଙ୍ଗଲ ଭିତରକୁ। ଆଖିର ଦେଖିବା କାପାସିଟି କିଛି ଗୋଟେ ଅଛି ଏତିକି ଡିଷ୍ଟାନ୍ସ ଦେଖିପାରିବ। ରଘୁନାଥ ଆଉ ଦିଶିଲେନି କୈବର୍ତ୍ତ ଆଉ ସମ୍ଭାଳି ପାରିଲେନି ନିଜକୁ। ଲୁହ ତ ବାହାରୁଛି ଅବିରତ ନୟନରୁ। ଦି ମଧ୍ୟମା ଆଙ୍ଗୁଠି କାଢିକି ଦି ଆଖିରେ ଗେଞ୍ଜିକି ଆଖି ଫୁଟେଇ ଦେଲେ। ଏଡେ ବଡ ବିଚକ୍ଷଣ ଭକ୍ତ ବିଲକ୍ଷଣ ଭକ୍ତ। ଅଣ୍ଡାଳି ଅଣ୍ଡାଳି ଘରକୁ ଆସିଲେ। ଘରେ ସ୍ତ୍ରୀ ପଚାରିଲେ ଏଇ କଣ ଅବସ୍ଥା ନା ଏଇ ଆଖିରେ ଜଗନ୍ନାଥ ବସିଛନ୍ତି ଏଇ ଆଖିରେ ଆଉ ସଂସାରକୁ ଦେଖିବି ନା ଡଙ୍ଗା କେମିତି ଚାଲିବ। ସେ ଡଙ୍ଗା ଆଉ ଚାଲିବନି ଯୋଉ ଡଙ୍ଗାରେ ବିଶ୍ୱପତି ବସିଛି ସେ ଡଙ୍ଗାକୁ ଆଉ ସାଧାରଣ ଲୋକଙ୍କୁ ବସେଇବି ହବନି। ଏପଟେ ଯେତେବେଳେ ଲଙ୍କା ବିଜୟ ସରିଲା ପୁଷ୍ପକରେ ଆରୋହିକି ଭଗବାନ ଯାଉଛନ୍ତି ପ୍ରୟାଗରାଜ ଠି ଯେତେବେଳେ ପହଞ୍ଚିଲେ ପୁଷ୍ପ ବିମାନ ଆଗକୁ ଯାଉନି କି ପଛକୁ ଯାଉନି। ବାନର ସେନା ଭାବୁଛନ୍ତି କଣ ଯାନ୍ତ୍ରିକ ତ୍ରୁଟି ହେଲା କିଛି ଯାଉନି କଣ ଏତେ ବାଟ ଆସିଲାଣି ଆଉ ଟିକିଏ ବାଟ ଯାଉନି କଣ ପାଇଁ। ତ ତତ୍କ୍ଷଣାତ ଗୋଟେ ଏମିତି କର୍ଷଣ ହେଲା ପୁଷ୍ପ ବିମାନ ଆସିକି ସିଧା ଗଙ୍ଗା ନଦୀର ବାଲି ଉପରେ। ଖବର ତ ଜାଣିଗଲା ଆଖି ସିନା ନାହିଁ କିନ୍ତୁ ଅନ୍ତର ଆଖି ତ ଅଛି ଯେହେତୁ ୟାଙ୍କ ସହିତ ସେ ଭଲ ଭାବରେ ସଂଶ୍ଳିଷ୍ଟ। ଅଣ୍ଡାଳି 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 ଆସିକି ପାଦକୁ ଧରି ପକେଇଲା। ରଘୁନାଥ ଦେଖିକି ଆଶ୍ଚର୍ଯ୍ୟ। ବ୍ରାହ୍ମଣମାନେ ପଚାରିଲେ ପ୍ରଭୁ ଏତେ ଲେଟ୍ କାହିଁ କଲ ନା ଲେଟ୍ କରିବାର କାରଣ ମୁଁ ତାକୁ ଦେବି କଣ। ତାକୁ ଯଦି ମୁଁ ବୈକୁଣ୍ଠ ଦେଇଦେବି ତା ଭକ୍ତି ଆଗରେ ତୁଚ୍ଛ ହେଇଯିବ। ଏଡେ ବଡ ଭକ୍ତ ସିଏ ମୋର। ତେଣୁ ଏଇ ଜିନିଷ ଗୁଡା ନା ଲୋକମାନଙ୍କ ମାନେ ଧ୍ୟାନକୁ ସେତେ ରୂପରେ ଆସୁନି ଯେତିକି ରୂପରେ ଆସିବା କଥା। ଏଗୁଡାକ ମା କୈକେୟୀଙ୍କ ଚରିତ୍ର ଯେମିତି ଇଣ୍ଟରେଷ୍ଟିଂ ଚରିତ୍ର। ମା କୈକେୟୀ ସମାଜରେ ବର୍ତ୍ତମାନ ନିନ୍ଦନୀୟ ପାତ୍ର ସାୟଦ ଏମିତି ଅଭିଶାପ ତାଙ୍କୁ ମିଳିଲା କି ସଂସାରରେ କୋଉ ବାପା ତା ଝିଅ ନା କୈକେୟୀ ଦବନି। କିଏ ଦଉଛି କି ଆପଣ ଦେଖିବେ କି କୋଉଠି ଦେଖିବେନି। କିନ୍ତୁ ମାଙ୍କର ଯୋଉ ରଘୁନାଥଙ୍କର ଯୋଉ ବନବାସଟା ହେଲା ଏଟା ମା ପୁଅଙ୍କର ମିଳି ଭଗତ। ଇଏ ଖେଳୁଛନ୍ତି ରଘୁନାଥ ସବୁବେଳେ ମା କୈକେୟୀଙ୍କ ପାଖରେ ରହନ୍ତି କୌଶଲ୍ୟାଙ୍କ ପାଖକୁ ଯାଆନ୍ତିନି। ତାଙ୍କ ପାଖରେ ଶୋଇବେ ତାଙ୍କ ପାଖରେ ଖାଇବେ ମାଙ୍କ ପାଖରେ ଗପ ଶୁଣିବେ। ତ ମା କୈକେୟୀ ଦିନେ ପଚାରିଲେ ରଘୁନାଥ ପଚାରୁଛନ୍ତି ମା ତୁ ମୋ ପାଇଁ ଗୋଟେ କାମ କରିପାରିବୁ ନା କହୁନୁ ମୁଁ ପ୍ରାଣ ତ ଦେଇଦେବି। ନା ମୋର ତ ପ୍ରାଣ ଦରକାର ନାହିଁ ତୋ ପ୍ରାଣଠୁ ଅଧିକ ଜିନିଷ ମୋର ଦରକାର। ନା କଣ ନା ମୁଁ ଯୋଉ ଜିନିଷ ମାଗିବି ସେଇଥିରେ ସାୟଦ ତୋ ମଥାର ସିନ୍ଦୁର ବି ଲିଭିଯିବ ଦେଇପାରିବୁ ନା ହଁ ଦେବି। ନା ମା
ତୋ ମଥାର ସିନା ସିନ୍ଦୁର ଲିଭିବ କିନ୍ତୁ କୋଟି କୋଟି ମା ମାନଙ୍କର ମଥାର ସିନ୍ଦୁର ସେଥିରେ ରହିବ ନା କେମିତି ନା ମୁଁ ଜଙ୍ଗଲକୁ ଗଲେ ରାବଣ ମରିବ ମୁଁ ନ ଗଲେ ସେ ମରିବନି ତେଣୁ ରାବଣ ଯୋଉ ଅତ୍ୟାଚାର କରୁଛି ମୁଁ ଗଲେ ହିଁ ତାକୁ ମାରିବି ନା କଣ କରିବା ନା ତୁ ଏମିତି ବର ମାଗିବୁ 14 ବର୍ଷ କାହିଁକି ମାଗିଲେ ମାଗିଥାନ୍ତ ଆଜୀବନ 14 ବର୍ଷ କଣ ପାଇଁ ମାଗିଲେ ଭରତ ତ ରାଜା ହବ ରାମ କାଳେ ଆଜୀବନ ବନକୁ ଯିବ 14 ବର୍ଷ ପରେ ଆସିକି ତାହେଲେ କଣ କରିବେ ରାଜ୍ୟରେ ତେଣୁ ଏଇଟା କୋଉଠି ନା କୋଉଠି ଗୋଟେ ତା ଭିତରେ ଅଛି ଇଣ୍ଡିକେସନ ତାପରେ ଯେତେବେଳେ କଣ ହେଇଛି ହନୁମାନଜୀ ଆସିଲେ ଗନ୍ଧମାର୍ଦ୍ଦନ ନବା ପାଇଁ ବା ଦ୍ରୋଣଗିରି ନବା ପାଇଁ ଭରତ ବାଟୁଳି ମାରିଲେ ହନୁମାନଜୀ ତଳେ ପଡିଲେ ଆଚ୍ଛା ଦେଖନ୍ତୁ ଭରତଙ୍କ ପାୱାରଟା ଏଥିରୁ କେତେ ଦେଖନ୍ତୁ ବାଟୁଳି ମାରିଲେ ମହାବଳୀ ତଳେ ପଡିଲେଣି ତାଙ୍କ ଶକ୍ତିଟା କେତେ ଭରତଜୀ ମହାରାଜଙ୍କର ଯେତେବେଳେ ପଡିଲେ ରାମ 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 ବାହାରୁଛି ଭରତ କହିଲେ ବଡ ଅଡୁଆ ହେଲା ମୋ ହାତରେ ଗୋଟେ ରାମ ଭକ୍ତ ବାଟୁଳି ବାଜିଗଲା ମାନେ ଆଉ ଯିଏ ହେଇଥିଲେ ସଫା ଇଏ ହନୁମାନଜୀ ବୋଲି ସେ ଅଛନ୍ତି କେବଳ ଭକ୍ତି ଲାଗି ଅଛନ୍ତି ଭକ୍ତି ଭରତଙ୍କର ଭକ୍ତିରେ ସେ ତଳେ ପଡିଛନ୍ତି ମାନେ ତାଙ୍କୁ କୋଉ ବାଡ କାଟି ପାରିବ ସଂସାରରେ କଣ ଅଛି ତେଣୁ ଭରତଜୀ ଏଠି ସଂକଳ୍ପ କରି କହିଲେ ତତେ ରାମଙ୍କର ରାଣ ତୁ ଉଠିକି ବ ସୁନତ ରାମ ଉଠି ବେଠକ ପିସା କାନରେ ରାମ ଶବ୍ଦ ପଡିଲା ଉଠିକି ସାଙ୍ଗେ ସାଙ୍ଗେ ବସିଲେଣି ସିରିଏଲରେ ଦେଖଉଛି ହେତିକିରେ ଶେଷ ହେଇଯାଇଛି କନଭରସେସନ ବାଲ୍ମୀକି ରାମାୟଣରେ କିନ୍ତୁ ଅଛି କଣ ନା ଭରତଜୀ ତାଙ୍କୁ ସସମ୍ମାନ ନେଇକି ଯାଇଛନ୍ତି ରାଜଦରବାର ଭିତରକୁ ସେଇଠି ପ୍ରଥମ ଥର ପାଇଁ ଯୋଉଠି ଅଛନ୍ତି କିଏ ବଶିଷ୍ଠ ବ୍ରହ୍ମାଙ୍କର ପୁଅ ବ୍ରହ୍ମର୍ଷି ବଶିଷ୍ଠ ମହର୍ଷି ନୁହଁ ବ୍ରହ୍ମର୍ଷି ବଶିଷ୍ଠ ବଶିଷ୍ଠଜୀ ମା କୈକେୟୀଙ୍କର ତେଜ ଦେଖିକି ପାଦୁକ ଖୋଲିଦେଲେ ପାଦରୁ ମା କୈକେୟୀଙ୍କର ପ୍ରକୃତ ସ୍ୱରୂପଟା ସେଇଠି ଜଣା ପଡିଛି କଣ ନା ହନୁମାନଜୀ ଯାଇକି ସବୁ ବର୍ଣ୍ଣନା କଲେ ଏମିତି ଏମିତି ସୀତାହରଣ ହେଇଛି ଲକ୍ଷ୍ମଣ ମୂର୍ଚ୍ଛିତ ହୋଇଛନ୍ତି ମା କୈକେୟୀ ମାନେ ଏକ୍ସଟ୍ରିମଲି ରାଗିଗଲେ ପୁରା ସେ ଘଟଣା ଶୁଣି କି ନ ରାଗିବ ମା ଶତ୍ରୁଘ୍ନଙ୍କୁ ପଠେଇଲେ ଶତ୍ରୁଘ୍ନ ଯାଇକି ତୋ ବାପାଙ୍କର ଧନୁଶର ତୁ ଧରିକି ଆ ବାଣ ସନ୍ଧିଲେ କହିଲା ଆଜି ଏ ସଂସାର ଜାଣିବ କୈକେୟୀ କଣ ଅଶ୍ୱପତିଙ୍କର ଝିଅ କୈକେୟୀ କଣ ଧରିକି କ୍ଷତ୍ରାଣୀ ନା ଧରିକି ଯେତେବେଳେ ବାଣ ବିନ୍ଧିଲେ ସବାଣଂ ଗଗନଂ ଗତ୍ୱା କୋଟି ସୂର୍ଯ୍ୟ ସମ ତେଜ ସେ ବାଣ ଯାଇକି ଅନ୍ତରିକ୍ଷରେ ପହଞ୍ଚିଲା କୋଟିଏ ସୂର୍ଯ୍ୟ ଉଦୟ ହେଲା ଭଳିଆ ତେଜ ରଘୁନାଥ ଏପଟେ ଲୀଳା କରୁଛନ୍ତି ଶଙ୍କିଲେଣି ଦେଖିକି ଉପରକୁ ଯୋଗ ବଳରେ ଜାଣିଲେ ଇଏ ମୋ ମାର ପାୱାର ଆସିକି ମାଙ୍କୁ ଜଣାଉଛନ୍ତି ଯୋଗ ବଳରେ କି ମା ଯଦି ଆଉ ଟିକେ ଏତେ ଧୈର୍ଯ୍ୟ ଧରିଛୁ ଏତେ ନିନ୍ଦା ସହିଲୁ ଏତେ ଧୈର୍ଯ୍ୟ ଧରିଲୁ ଆଉ କିଛି କ୍ଷଣ ମା ଧୈର୍ଯ୍ୟ ଧୈର୍ଯ୍ୟ ନ ଧରିବୁ ଆମ ସବୁ ଲୀଳା ବେକାର ହେଇଯିବ ମା ଏଠୁ ସମ୍ଭାଳିଲେ ଯେହେତୁ ମା ପଣ କରିକି ମାରିଦେଇଛନ୍ତି ବାଣ ରଘୁନାଥ କହିଲେ ଠିକ ଅଛି ତୁ ଯଦି ବାଣ ମାରିଛୁ ଏଇ ବାଣ ମୁଁ ଧରିକି ଆଉଛି ସିଧା ଆଣିକି ତର୍କସ ରଖିଲେ ରାବଣକୁ ସେଇଥିରେ ଛେଦିଲେ ମା କୈକେୟୀଙ୍କ ଚରିତ୍ର ଏବେ ମାନେ ରାମାୟଣର ଏଇ ସବୁ ଚରିତ୍ର ଯୋଉ ବିଷୟରେ ପ୍ରାୟ ଆମେ କଥା ହଉନେ କିନ୍ତୁ ସେତିକି ରସଯୁକ୍ତ ଚରିତ୍ର ସେତିକି ତତ୍ତ୍ୱପୂର୍ଣ୍ଣ ଚରିତ୍ର ସବୁ ଚରିତ୍ର ଛୋଟିଆ ଚରିତ୍ରଟା ଦେଖିବେ ନିଷାଦ ରାଜ ଗୁହ ଯୋଉ ଥିଲେ ରାମଙ୍କର ଯିଏ ମିତ୍ର ଥିଲେ ତାଙ୍କ ଚରିତ୍ର ଦେଖିବେ କଣ ସେ ଚରିତ୍ର ମାନେ ନିଜକୁ ଏତେ ଛୋଟ ବୋଲି ସେ ଭାବୁଥିଲେ କିନ୍ତୁ କେତେ ବଡ ତାଙ୍କର କଦକର ଥିଲା କେତେ ବଡ ତାଙ୍କର ରଘୁନାଥଙ୍କ ସାଙ୍ଗରେ ଯିଏ ତାଙ୍କ ସାଙ୍ଗ ସେ କେତେବେଳେ ଛୋଟିଆ ହେଇପାରନ୍ତି ଅତ୍ରିମୁନି ତାଙ୍କୁ ଏ କଥା କହିଥିଲେ ତୁ ନିଜକୁ କିନ୍ତୁ ଛୋଟ ବୋଲି ଭାବୁଛୁ ନିଷାଦ କୂଳରେ ଜନ୍ମ ବୋଲି ଆରେ ତାହାର ସାଙ୍ଗ ଯିଏ ହବ ସେ ଛୋଟ ହେଇପାରିବ କଦାପି ଛୋଟ ନୁହଁ ପ୍ରତ୍ୟେକ ଚରିତ୍ର ଦେଖିବେ ଆପଣ ଗୋଟେ ଛୋଟିଆ ଚରିତ୍ର ବି ଦେଖିବେ ସେଇଥିରେ ବି ମାନେ ଆପଣଙ୍କୁ ବହୁତ ଜିନିଷ ମିଳିଯିବ ତା ଭିତରେ ପ୍ରକୃତ ଦର୍ଶନ ଯଦି ଭାରତର ସଭ୍ୟତା କଣ ସଂସ୍କୃତି କଣ କହିବା ରାମାୟଣ ହଉଛି ଭାରତର ଅସଲ ସଭ୍ୟତା ଅସଲ ସଂସ୍କୃତି ହଉ ଟିକେ ସମୁଦ୍ର ପାରି ହବା ଆଜ୍ଞା ତ ଆମେ ଏପଟର ସବୁ କଥା ହେଲେ ସେପଟେ ମଧ୍ୟ ଠିକ ଅଛି ରାବଣଙ୍କୁ ମାନେ ଲୋକଲୋଚନରେ ସେ ଜଣେ ବ୍ୟବହାଚାରୀ କିମ୍ବା ଜଣେ ଆତତାୟୀ ହେଇପାରନ୍ତି କିନ୍ତୁ ତାଙ୍କର ଯୋଉ ଅନ୍ୟ ଗୁଣଟି ଜଣେ ଏମିତି ଅସୁର ଯିଏ ସଂହିତା ଲେଖିଛନ୍ତି ରାବଣ ସଂହିତା ଯିଏ ମାନେ ଲେଖିକି ଯାଇଛନ୍ତି କି ଶିବଙ୍କ ପୂଜା ଅବସାନ ହେଲା ମାନେ ତମେ ଗାଇବ ଜଟାଟବୀ ଗଲ ଜଳ ପ୍ରବାହ ପାବିତ ସ୍ଥଳେ ଗାଇବ मुने लिखिंది डिम 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 कत डिम बडिम बडंबरौ पाणौ सदा दस्या वै फुं 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 कत सर्पजाल हृदयं घं घं च घंटार्णवं बम 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 कत बम बम बहनम कारुण्यं पुण्यात् परं भम भम भं कत भम बम बनयनम ध्यायेत शिवं शंकरम वाह सेई माने रामायण गोटे एमिति रचना अरे मर्यादा पुरुषोत्तमଙ୍କର ଯିଏ ଶତ୍ରୁ ହବ ସିଏ ବି କଣ ଗୋଟେ ଆମ ତମ ଭଳିଆ କହି ପାରିବ ଏରା ଗେରା ନଥୁଖେରା ତ ହେଲେ ପାରିବେନି ନା ସିଏ ବି ଗୋଟେ ବ୍ରହ୍ମଜ୍ଞାନୀ ତାଙ୍କ ବିଷୟରେ କିଛି କୁହ कुशल पंडित प्रथम कथा कुशल योद्धा प्रचंड विद्वान प्रचंड राजनैतिक विश्लेषक जाऊ कहवा आम आदर्शवान राजा बड़ा कह बड़ा आश्चर्य कथा लंकार प्रजा मान रावण के अत्याचार कर सी माने देखो युद्ध है प्रजा सफर होना असुर सब मरी रावण एत बड़ तत्वदर्शी थिले मन भीतर चिंता कले कि मु स्वार्थपर नुह मु कपटी नुह एकुटिया वैकुंठ जीवी पुत्र नाती ज्ञाति कुटुंब समस्त सांगे नहीं वैकुंठ जीवी रावण
ଆମେ ରାବଣଙ୍କ ବିଷୟରେ କଥା ହେଲେ ରାବଣକୁ ରାବଣ କରିକି ଯଦି କିଏ ଥୋଇଥିଲା ସେ ହଉଛି ତାଙ୍କ ଜ୍ଞାତି କୁଟୁମ୍ବ, ତାଙ୍କ ପୁଅ ମାନେ, ତାଙ୍କ ଭାଇ ମାନେ, ଏପଟରେ ବି କିଛି କମ ନଥିଲେ, ସେଇମାନଙ୍କ ବିଷୟରେ କିଛି କୁହ। ଦେଖନ୍ତୁ ମୁଁ ପର୍ସନାଲି କଥା କହିବି, ମତେ ପର୍ସନାଲି ଇନ୍ଦ୍ରଜିତଙ୍କ ଚରିତ୍ର ବେଶୀ ଆପ୍ଲାୟିତ କରେ। କାରଣ କଣ ନା କୋଉଠି ନା କୋଉଠି ରାବଣ ହଉଛନ୍ତି ଅବତାର। ନିଜସ୍ୱ ଶତ୍ରୁ ନଥିଲେ, ଶତ୍ରୁତା ନଥିଲା ତାଙ୍କର, ଖାଲି ବାପା କଥାରେ ମାଡିଗଲେ। ରାବଣ ହଉଛି ଗୋଟେ ଅବତାର। ହଁ ଆମେ କହିବା ରଘୁନାଥ ଅବତାର। ଅବତାର ମାନେ କଣ? ଉପରୁ ତଳକୁ ଆସିବା। ବିଷ୍ଣୁ ଆସିଲେ ଉପରୁ ତଳକୁ ଅବତରିକି ଆସିଲେ। ଆଉ ରାବଣ କଣ ତଳକୁ ଆସିଥିଲା କି? ରାବଣ ବି ଉପରୁ ଆସିଥିଲା, ତାଙ୍କ ଦ୍ୱାରପାଳ ବିଜୟ ରାବଣ କୁମ୍ଭକର୍ଣ୍ଣ ହେଇକି ଆସିଲେ। ଇନ୍ଦ୍ରଜିତ ରାବଣର ପୁଅ, କିନ୍ତୁ କେତେ ଶକ୍ତିର ଅଧିକାରୀ, କେତେ କେତେ ଦିବ୍ୟ ବାଣ ଥିଲା। ରଘୁନାଥଙ୍କୁ ନାଗ ଫାଶରେ ବାନ୍ଧିଦେଲା। ନରଲୀଳା କରନ୍ତୁ, ଭଗବାନ ନରଲୀଳା କରୁଛନ୍ତି, ଏଟା ଆମେ ସମସ୍ତେ ଜାଣିଛେ। ସେଇ ଲୀଳା ଗୁଡାକ ଲାଗି ଗରୁଡ ମୋହ ହେଲେ, ଗରୁଡଙ୍କର ଗର୍ବ ଭାଙ୍ଗିଲା, ଶକ୍ତି ମାଙ୍କର ଗର୍ବ ଭାଙ୍ଗିଥିଲା। ସବୁ ଭଗବାନ ଶିଖଉଛନ୍ତି କଣ କି ମାନେ ତମେ ମତେ ଯାହା ଭାବୁଛ ମୁଁ ସେୟା ନୁହଁ। ଦର୍ଶନ ହଉଛି ଆମେ ଭଗବାନଙ୍କୁ ଯାହା ଭାବୁଛୁ ସେ ସେୟା ନୁହଁ। ଆମେ ଭାବନାଠୁ କେତେ ଉପରେ, ତାଙ୍କୁ କଳିବାର ଶକ୍ତି ଆମ ପାଖରେ ନାହିଁ। ଆମେ ଗୋଟେ ଖାଲି ସ୍ୱର୍ଗୀୟ ଅନୁଭବ କରୁଛେ ତାଙ୍କୁ, ଯାହା ସେ ଆନନ୍ଦର ସିନ୍ଧୁ ଯୋଉଟା ଆମେ କହୁଛେ, ସେ ଆନନ୍ଦଟାକୁ ଆମେ ଅନୁଭବ କରିପାରୁଛେ, କିନ୍ତୁ ତାଙ୍କ ବାସ୍ତବିକତାଟାକୁ କଳିବା ପାଇଁ ଆମ ପାଖରେ ଶକ୍ତି ନାହିଁ କି ସକ୍ଷମତା ନାହିଁ। ଯୋଉଠି ଦେଖନ୍ତୁ ମା ସରସ୍ୱତୀ କହିପାରୁନାହାନ୍ତି, ଶେଷ ମହେଶ ଗଣେଶ ଦିନେଶ ସୁରେଶ ଯାହି ନିରନ୍ତର ଧ୍ୟାଏ ଯାହି ଅନାଦି ଅନନ୍ତ ଅଖଣ୍ଡ ଅଭେଦ ବେଦ ବତା ହୁଏ। ନାରଦ ଶେଷୁକ ବ୍ୟାସ ରଟେ ତୋ ପୁନି ପାର ନ ପାଉଏ, ତାହି ଅହିରିକେ ଛୋହରିଆ ଛଚିଆବର ଛାଚପେ ନାଚ ନଚାହୁଏ। ତାଙ୍କୁ ଆମେ କଣ କଳ୍ପନା କରିପାରିବା, କଣ କଳନା କରିପାରିବା? କିନ୍ତୁ ଇନ୍ଦ୍ରଜିତଙ୍କର ଯୋଉ ଦେଖନ୍ତୁ ପିତାଙ୍କର ପ୍ରତି ତାଙ୍କର ଯୋଉ ଭାବ, ପିତାଙ୍କ ପ୍ରତି ଯୋଉ ସମର୍ପଣ, ଚାହିଁଥିଲେ ତ ଯୋଉ ଛାଡିକି ପଳେଇଥାନ୍ତେ। କୁମ୍ଭକର୍ଣ୍ଣଙ୍କର ଯୋଉ ନିଷ୍ଠାଟା ଆସିଲା, ସେ ବିଭୀଷଣଙ୍କୁ ଯୋଉ କଥା କହିଲେ କି ୟାଙ୍କ ଜାଗାରେ ବିଭୀଷଣ ଠିକ କରିଛନ୍ତି, ଲୋକ କହୁଛନ୍ତି ଗୃହବେଦୀ ବିଭୀଷଣ, ବିଭୀଷଣ ଯୋଉଟା କରିଛନ୍ତି ସେଟା ଭୁଲ ନୁହଁ, ଭାଇକି ବୁଝେଇଛନ୍ତି। ତାଙ୍କୁ ଯେତେବେଳେ ଅସମ୍ମାନିତ କରାଗଲା, ମାଡ ମରାଗଲା, ଛାଡିକି ସିଏ ଆସିଲେ। କାହିଁକି? ଯେ ପର୍ଯ୍ୟନ୍ତ ଭକ୍ତ ସେଠି ଅଛି ସେଠି କ୍ଷତି ହେଇପାରିବନି ସହଜରେ। ତେଣୁ କୁମ୍ଭକର୍ଣ୍ଣ କହିଲେ କଣ, ଏ ଲଙ୍କେଶ୍ୱର ଶବଟା ମଝିରେ ଜଳୁଥିବ, ଚାରିପଟେ ପୁଅ ନାତି ମାନଙ୍କର ଶବ ଜଳୁଥିବ, ସ୍ୱର୍ଗର ଦେବତା ମାନେ ଦେଖିଲେ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ଆସିବ। ବୁଝୁଛନ୍ତି କୁମ୍ଭକର୍ଣ୍ଣ? କୁମ୍ଭକର୍ଣ୍ଣ ବ୍ରହ୍ମଜ୍ଞାନୀ, ରାବଣକୁ ସିଧା କହିଲେ ଜଗଦମ୍ବାକୁ ହରିକି ଧରିକି ପଳେଇ ଆସିଛୁ। ଜାଣିଛନ୍ତି ସମସ୍ତେ ସବୁ, ମାନେ ଛୋଟିଆ କେହି ନୁହଁ। ଆଚ୍ଛା ଆପଣ ଦେଖନ୍ତୁ, ଏତେ ଯୁଗରେ ଏତେ ଅବତାର ନେଇଛନ୍ତି ଭଗବାନ। ରାମ ଅବତାର ସ୍ୱତନ୍ତ୍ର, କାହିଁକି ନା ରାବଣ ପାଇଁ ରାମ ଅବତାର, ଆଉ ଅଲଗା ଯେତେ ଅବତାର ହେଇଛି, ହିରଣ୍ୟକଶ୍ୟପକୁ ମାରିବା ପାଇଁ ନରସିଂହ ଅବତାର ସ୍ୱଳ୍ପ ସମୟ ପାଇଁ, ହିରଣାକ୍ଷକୁ ମାରିବା ପାଇଁ ବରାହ ଅବତାର ସ୍ୱଳ୍ପ ସମୟ ପାଇଁ, ଆସିଲେ କାମ ସାରିଲେ ପଳେଇ ଗଲେ। କିନ୍ତୁ ରାମ ଅବତାର ଟୋଟାଲ ମାନେ ଦେଖିବେ ଯଦି ବାଲ୍ମୀକି ରାମାୟଣରେ 11,000 ବର୍ଷ ରାଜୁତି କରିଛନ୍ତି, 11,000 ବର୍ଷ ରଘୁନାଥ ଶାସନ କରିଛନ୍ତି, ରାଜ ଶାସନ। କୃଷ୍ଣ ଅବତାର ଦେଖିବେ କଂସକୁ ମାରିବାକୁ କଣ ଆସିଥିଲେ ଖାଲି, ଶିଶୁପାଳ ହଉ, ଦନ୍ତବକ୍ର ହଉ, ଜରାସଣ୍ଡ ହଉ, କଂସ ହଉ, କେତେ କଂସକୁ ମାରିଲେ, ଗୀତା ଜ୍ଞାନ ଦେଲେ, ମହାଭାରତ କରେଇଲେ। କିନ୍ତୁ ରାମ ଅବତାରଟା କେବଳ ରାବଣକୁ ମାରିବା ପାଇଁ। ତେଣୁ ରାବଣର କଦ କାଠିଟା କେତେ, ଏଇ କଥାରୁ ଚିନ୍ତା କରନ୍ତୁ। ମାନେ ଇଏ ଗୋଟେ ମାନେ ସର୍ବଭାରତୀୟ ମର୍ଯ୍ୟାଦାରେ ଉଭୟ ବର୍ଷ କେହି କାହାଠୁ କମ ନୁହନ୍ତି, କେହି କାହାଠୁ ଜ୍ଞାନରେ ତତ୍ତ୍ୱରେ ମର୍ଯ୍ୟାଦାରେ କମ। ରାବଣ ଯେମିତି ଜ୍ଞାନୀ, ମନ୍ଦୋଦରୀ ବି ସେମିତି। ହଁ, ଆମେ ତ ପଞ୍ଚଶତୀଙ୍କ ଭିତରୁ ଜଣଙ୍କ ନା ବୁଝେଇଛନ୍ତି ତାଙ୍କୁ ବହୁତ କଥା। ଆମର ଗୋଟେ ରାମାୟଣରେ ଗୋଟେ ପଦ ଅଛି, କହୁଥିଲା ଦିନେ ବିଭୀଷଣ ପରମ ବ୍ରହ୍ମ ରାମ ନାରାୟଣ, ମନ ବଳି ଥିଲା ଜୀବି ପଞ୍ଚବଟି, କରିବାକୁ ଥରେ ଦର୍ଶନ ଆହେ ପ୍ରାଣ ଧନ, ବାରମ୍ବାର ଧରୁଅଛି ଶ୍ରୀଚରଣ ଆହେ ପ୍ରାଣ ଧନ। ଆପଣ ବୁଝେଇଦେଲେ, ମନ୍ଦୋଦରୀ ତୁ କମ ପ୍ରକୃତ ପତ୍ନୀ, ନିଜର ମଣି ମୋହର ବିଷ୍ଣୁପୁରେ ଅଛି, ତୁମୋହର ଦାରା ପତ୍ନୀ ଶୁଣରେ ମୃଗାକ୍ଷୀ। ଆମେ ଏଠି ଲୀଳା କରିବାକୁ ଆସିଛେ ସବୁ, ସେଠି ଲୀଳା କରୁଛି, ନଟ ନଚଉଛି, ଆମେ ନାଚୁଛେ। ଏଇଠି ଲୀଳା ସରିଗଲେ ଆମେ ଆମ ନିଜ ସ୍ଥାନକୁ ପଳେଇବା। ଆମେ ମନ୍ଦୋଦରୀଙ୍କ କଥା ଯେହେତୁ ପଢିଛି, ଓଡିଆ ବାହାଘରରେ ଗୋଟେ ଟ୍ରେଡ ମାର୍କ ଶ୍ଲୋକ ଯଦି କହିଲେ ଅତ୍ୟୁକ୍ତି ହବନି, ତାହା ହେଉଛି ଯଥା ନଳସ ଦମୟନ୍ତୀ ଯଥା ରାବଣସ୍ୟ ମନ୍ଦୋଦରୀ ରାମସ୍ୟ ସୀତା। କଣ ପାଇଁ କହନ୍ତି? କିଛି ମନ୍ଦୋଦରୀଙ୍କ ଭଳିଆ ସତୀ ନାହାନ୍ତି। ସତୀ ନାହାନ୍ତି ବୋଲେ ମାନେ ଦେଖନ୍ତୁ ତାଙ୍କର ଯୋଉ ନିଷ୍ଠା ଗୁଡାକ ଦେଖା ହେଇଛି ରାମାୟଣରେ, ରାବଣ ଏତେ ଅନ୍ୟାୟ କଲା, କିନ୍ତୁ କହିବାର କଥା ହଉଛି କଣ, ଅନୁସୂୟା ମା ମାତା ସୀତାଙ୍କୁ ସେଇ ଜିନିଷଟା ବୁଝଉଛନ୍ତି ଆରଣ୍ୟକାଣ୍ଡରେ। ଅନୁସୂୟା ମା ବୁଝଉଛନ୍ତି କଣ ନା, ନାରୀଙ୍କର ହଉଛି ଗୋଟିଏ ଧର୍ମ, କାୟ ବଚନ ମନ ପ୍ରତିପ୍ରଦ ପ୍ରେମା। ଏଟା ହଉଛି ନାରୀର ସବୁଠୁ ବଡ ଧର୍ମ। ନାରୀ କି ଧର୍ମ କରିବାକୁ ହେଲେ ମନ୍ଦିର ଯିବାକୁ ଦରକାର ନାହିଁ। ଯଦି ତାର ପ୍ରାଣ ପୁରୁଷ ପତି ଯିଏ ତାଙ୍କ ଚରଣରେ ସିଏ ଅଛନ୍ତି, ସେଇଟା ହଉଛି ତାଙ୍କୁ ବୈକୁଣ୍ଠ ପ୍ରାପ୍ତି କରେଇଦବ, ସେ ଗୋଟିଏ ସେବା। ତେଣୁ ମନ୍ଦୋଦରୀ ଦେଖୁଛନ୍ତି ରାବଣ କଣ ଯୋଉ ଅତ୍ୟାଚାର ଅନ୍ୟାୟ କରିଛନ୍ତି, ରାବଣ ହତ୍ୟା କଲା ପରେ ବି ମନ୍ଦୋଦରୀ ତାଙ୍କୁ ପରିତ୍ୟାଗ କରିନାହାନ୍ତି।
ବୁଝେଇଛନ୍ତି, ସେବା କରିଛନ୍ତି, ଶୁଶ୍ରୂଷା କରିଛନ୍ତି, ସବୁ କରିଛନ୍ତି, କିନ୍ତୁ ପରିତ୍ୟାଗ କରିନାହାନ୍ତି, ସେଇଥିଲାଗି ଶ୍ରେଷ୍ଠ ନାୟକ। ମତେ ଲାଗୁଛି ମନ୍ଦୋଦରୀଙ୍କଠୁ ଆହୁରି ଉପରର କୌଣସି ଚରିତ୍ର ବିଷୟରେ କଥା ହେବା ପାଇଁ ଆମ ପାଖରେ ଜୁ ନାହିଁ। ତେଣୁ ଆମେ ଏଠି ଆମର ଆଜିର ରାମାୟଣ ପ୍ରସଙ୍ଗ ସାଙ୍ଗ କରିବା। ଆଜ୍ଞା। ଆଶା ରାମନବମୀ ଆସନ୍ନ ପ୍ରାୟ ଆମ ଦର୍ଶକ ମଣ୍ଡଳୀ, ରାମଭକ୍ତ ମଣ୍ଡଳୀ ଆମ ରାମ କଥା ଯେତିକି ବି ଆମେ ହେଲୁ ସେଥିରେ ଆହ୍ଲାଦିତ ହେଇଥିବେ। କେମିତି ଲାଗିଲା ନିଶ୍ଚିତ ଜଣେଇବେ, ଏବଂ ଯଦି ଭଲ ଲାଗିଲା ତେବେ ଆମେ ଆହୁରି ମଧ୍ୟ ରାମ ତତ୍ତ୍ୱ ବିଷୟରେ, ରାମ କଥା ବିଷୟରେ ଆମେ ବେସିକାଲି ଖାଲି ଗୋଟେ ଜଷ୍ଟ ଇଣ୍ଟ୍ରୋଡକ୍ସନ କଲେ ସେଇଭଳି। ହଁ, ତ ଆମେ ତ ମାନେ ରାମଚରିତ ମାନସ ହଉ, ବାଲ୍ମୀକି ରାମାୟଣ ତା ଭିତରକୁ ପ୍ରବେଶ କରିପାରିଲେ ନାହିଁ, ଯେହେତୁ ସମୟ ସ୍ୱଳ୍ପ। ବହୁତ ମଞ୍ଜ କଥା ରହିଛି, ବହୁତ କଥା ଉପରେ କଥା ରହିଛି, କଥା ଭଳିଆ କଥା ରହିଛି। ଯଦି ଆପଣ ଚାହୁଁଛନ୍ତି ନିଶ୍ଚୟ ଭାବେ କମେଣ୍ଟ ମାଧ୍ୟମରେ ଜଣେଇବେ। ତେବେ ଆଜି ଯିବା ପୂର୍ବରୁ ଆମ ତରଫରୁ ଚନ୍ଦନକୁ ଗୋଟେ ଛୋଟିଆ ଉପହାରଟିଏ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ସୀତାରାମ। ସୀତାରାମ। ଜୟ ଜଗନ୍ନାଥ। ଯଦି ଆମ ଭିଡିଓ ଆପଣଙ୍କୁ ଭଲ ଲାଗୁଛି ତାହେଲେ ଦୟାକରି ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଏବଂ ନିହାତି ଭାବେ କମେଣ୍ଟ କରନ୍ତୁ। ଏବଂ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଦୟାକରି ସବସ୍କ୍ରାଇବ କରନ୍ତୁ। ବନ୍ଦେ ଉତ୍କଳ ଜନନୀ।